हरे कृष्णा 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 हरे हरे, हरे राम 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 हरे हरे। अजानुलंबित भुजो कनकावदातो संकीर्तनैकपितरो कमलायताख्यो विश्वम्भरो द्विजवरो जुगधर्मपालो वन्दे जगत्प्रियकरो करुणावतारो वन्दे जगत्प्रियकरो करुणावतारो वन्दे जगत्प्रियकरो करुणावतारो। ॐ नमो भगवते वासुदेवाय, ॐ नमो भगवते वासुदेवाय, ॐ नमो भगवते वासुदेवाय। प्रभु श्री लोकनाथ गोस्वामीଙ୍କର ଜୀବନ ଚରିତ ସମ୍ବନ୍ଧରେ ଆମମାନେ ଶୁଣୁଥିଲେ। 14 ବର୍ଷ ବୟସରେ ବିଦ୍ୟା ଅଧ୍ୟୟନ କରିବା ପାଇଁ ଆସି ଅଜ୍ଞାତାଚାର୍ଯ୍ୟ ନିକଟରୁ ଭାଗବତ ପଢି ପ୍ରତ୍ୟାବର୍ତ୍ତନ କଲେ ଏବଂ ମହାପ୍ରଭୁ ଯେତେବେଳେ ପୂର୍ବବଙ୍ଗ ବିଜୟ କଲେ ସେତେବେଳେ ମହାପ୍ରଭୁଙ୍କ ସଙ୍ଗରେ ବଳିଲା ପରେ ତାଙ୍କର ବ୍ୟାକୁଳତା ଆହୁରି ବଢିଗଲା। ତେଣୁ ସଂସାର ତ୍ୟାଗ କରି ସେ ଆସିଲେ ମହାପ୍ରଭୁଙ୍କର ପାଦ ପଦ୍ମକୁ, କିନ୍ତୁ ମହାପ୍ରଭୁ ତାଙ୍କୁ ଆଦେଶ ଦେଲେ ତୁମେ ବୃନ୍ଦାବନକୁ ଯାଅ, କାରଣ ବୃନ୍ଦାବନ ଆମର ହୃଦୟ ସ୍ୱରୂପ। ଆଉ ବୃନ୍ଦାବନର ସମସ୍ତ ତୀର୍ଥ ଭଗବାନ ଶ୍ରୀକୃଷ୍ଣଙ୍କର ଅପ୍ରକଟ ପରେ 100 ବର୍ଷ ପରେ ବଜ୍ରନାଥ ବୃନ୍ଦାବନକୁ ବହୁତ ସୁନ୍ଦର ଭାବରେ ସୁସଜ୍ଜିତ କରିଥିଲେ, କିନ୍ତୁ ଯବନମାନେ ମୁସଲମାନ ମାନେ ଆକ୍ରମଣ କରି ବୃନ୍ଦାବନକୁ ପୁରା ଛାରଖାର କରିଦେଲେ। ଏବଂ ଏ ବୃନ୍ଦାବନ ଯୋଉ ଭଗବାନଙ୍କର ପଦାଙ୍କିତ ସ୍ଥାନ, ଇଏ ଲୁକାହିତ ହେଇକି ରହୁ, ଏଇଟା ଯବନମାନଙ୍କର ଇଚ୍ଛା ଥିଲା। କିନ୍ତୁ ମହାପ୍ରଭୁ ଯେତେବେଳେ ପ୍ରକଟ ହେଲେ, ମହାପ୍ରଭୁଙ୍କର ପ୍ରଥମ ଇଚ୍ଛା ବୃନ୍ଦାବନକୁ କିଭଳି ପ୍ରକଟ କରାଯିବ। ତେଣୁ ଲୋକନାଥ ଗୋସ୍ୱାମୀ ଗତକାଲି ଶୁଣୁଥିଲେ, ଲୋକନାଥ ଗୋସ୍ୱାମୀଙ୍କୁ ବ୍ରଜକୁ ପଠାଉଛନ୍ତି ଯେ ଲୋକନାଥ ତୁମକୁ ବ୍ରଜକୁ ଯିବାକୁ ପଡିବ, ଏଇଟା ମୋର ଇଚ୍ଛା ଆଉ ଭଗବାନ ଶ୍ରୀକୃଷ୍ଣଙ୍କର ଇଚ୍ଛା। ତେଣୁ ତୁମେ ଭକ୍ତର ହେଉଛି କାମନା, ସେ ଭଗବାନଙ୍କର ଇଚ୍ଛା ସହିତ ନିଜର ଇଚ୍ଛାଟାକୁ ମିଳେଇବ, ନିଜର ସ୍ୱତନ୍ତ୍ର ଇଚ୍ଛାଟା କେବେ କାର୍ଯ୍ୟ କରିବ ନା। ଭକ୍ତି ବିନୋଦ ଠାକୁର ତାଙ୍କ ଶରଣାମିତ୍ର ଲେଖିଲେ ନା, তোমার ইচ্ছায় আজি ইচ্ছা মিলাইল, ভকতি বিনোଦ ଆଜି ଆପନେ ଭୁଲି। ଭକ୍ତି ବିନୋଦ ଠାକୁର ତାଙ୍କର ଶରଣାଗତିରେ ଏଇଟା ଲେଖିଦେଇଛନ୍ତି, ପ୍ରଭୁ ମୋର ଇଚ୍ଛା ବୋଲି, ଆପଣ ତ ନିରଙ୍କୁଶ ଇଚ୍ଛାମୟ ପୁରୁଷ, ଆପଣଙ୍କ ଇଚ୍ଛା ଉପରେ କିଏ ଅଙ୍କୁଶ ଲଗେଇ ପାରିବେ, ଆଉ ମୁଁ ଯୋଉଟା ଇଚ୍ଛା କରିବି ମୋ ଇଚ୍ଛାଟା ତ କାର୍ଯ୍ୟକାରୀ ହବନି। ଆମେ ଲକ୍ଷ୍ୟ ଇଚ୍ଛା କରିପାରନ୍ତି, କିନ୍ତୁ ଭଗବାନ ଶ୍ରୀକୃଷ୍ଣ ହଉଛନ୍ତି ନିରଙ୍କୁଶ ଇଚ୍ଛାମୟ ପୁରୁଷ, ତାଙ୍କର ଇଚ୍ଛା ବିନା ଗୋଟେ ଘାସ ପତ୍ର ବି ହଲିନି। ଆମର ସତସ୍ତ ଇଚ୍ଛାଟା ସେଟା କାର୍ଯ୍ୟ ନ କରିପାରେ, କିନ୍ତୁ ଭଗବାନଙ୍କର ଗୋଟିଏ ଇଚ୍ଛା ଗୋଟିଏ ଜୀବ ପାଇଁ କାର୍ଯ୍ୟ କରିବ, ସେଟା ପ୍ରଭୁଙ୍କର ଯୋଜନା। ତେଣୁ ଭଗବାନଙ୍କ ଇଚ୍ଛା ସହିତ ଆମର ଇଚ୍ଛାକୁ ମିଳେଇବା। ତେଣୁ ଲୋକନାଥ କହିଲେ ଠିକ ଅଛି, ପ୍ରଭୁ ତ ବହୁତ ଶୀଘ୍ର ସନ୍ନ୍ୟାସ ହେଇକି ଯିବେ, ଆଉ ସନ୍ନ୍ୟାସ ହେଲା ପରେ ଆଉ କେଉଁଠି ରହିବେ, ସେ ତ ବୃନ୍ଦାବନ ରହିବେ, ନିରନ୍ତର ପ୍ରଭୁଙ୍କର ସେବା କରିବେ। କିନ୍ତୁ ବ୍ରଜଭୂମିକୁ ଗଲା ପରେ ଭୂଗୋଳପ ଆଉ ଲୋକନାଥ ଏକ ପ୍ରାଣ ଭଳି ଚଳନ୍ତି ଆଉ ବହୁ ନିଷ୍ଠାର ସହିତ ଭଜନ କରନ୍ତି। ଭଜନର ପ୍ରଥମ ବାଧକ ସାଧକ ପାଇଁ ଭୋଗ। ଯେ ପର୍ଯ୍ୟନ୍ତ ଶରୀର ଭୋଗଟା ଆମର ଅଛି, ଶରୀରର ଡିମାଣ୍ଡ ଅଛି, ସେ ପର୍ଯ୍ୟନ୍ତ ଭଜନ କରିବାଟା ସହଜ ହବନି। କିନ୍ତୁ ସମଗ୍ର ଗୋସ୍ୱାମୀ ମାନଙ୍କ ଜୀବନ ଚରିତ୍ର ଆମେ ଦେଖିବା, ସନାତନ ଗୋସ୍ୱାମୀ ଯେତେବେଳେ ହରିଭକ୍ତି ବିଳାସ ଲେଖିଛନ୍ତି, ତାଙ୍କର ମଙ୍ଗଳାଚରଣରେ 3 ଜଣ ଗୋସ୍ୱାମୀଙ୍କର ନାମ ଲେଖିଲେ। ଏ 3 ଜଣଙ୍କର ବୈରାଗ୍ୟର ପରାକାଷ୍ଠା ଅଦ୍ଭୁତ, ଆଉ 3 ଜଣ ବୃନ୍ଦାବନକୁ ଶୋଭିତ କରିଥିଲେ। ମଙ୍ଗଳାଚରଣରେ ସିଏ ତାଙ୍କର ଗୁରୁଦେବଙ୍କ ନାମ ଲେଖିବା ସହିତ 3 ଜଣ ବୈଷ୍ଣବଙ୍କ ନାମ ଲେଖିଛନ୍ତି, ତା ଭିତରେ ଅଛନ୍ତି ଲୋକନାଥ। କାରଣ ଲୋକନାଥ ଗୋସ୍ୱାମୀଙ୍କର ବୈରାଗ୍ୟ, ବ୍ରଜବାସୀ ମାନେ ହାତ ଯୋଡି ଯୋଡି ବୁଲନ୍ତି ଲୋକନାଥଙ୍କ ପଛରେ, ଯେ ଆପଣ ଏତେ ଥଣ୍ଡା ଏତେ ଖରାରେ କାହିଁକି ବୃକ୍ଷ ମୂଳରେ ରହୁଛନ୍ତି, ଆମେ ଆପଣଙ୍କ ପାଇଁ ଗୋଟେ ପଡିଆ କରିଦେବୁ, ଆପଣଙ୍କର ପସନ୍ଦ ହିସାବରେ ପଡିଆ କରିବୁ। କହିଲେ ନା, କୌଣସି କୁଟୀରରେ ସେ ବାସ କରିନାହାନ୍ତି, କିମ୍ବା ତାଙ୍କର ପ୍ରଭୁ ଯିଏ ରାଧା ବିନୋଦ, ସେ କୌଣସି ମନ୍ଦିରରେ ବାସ କରିନାହାନ୍ତି। କିନ୍ତୁ ଶେଷରେ ସେ
ଅପ୍ରକଟ ହେବା ପୂର୍ବରୁ ବୈଷ୍ଣବ ମାନଙ୍କ ଅନୁରୋଧରେ ସେ ରାଧା ଗୋକୁଳାନନ୍ଦ ମନ୍ଦିର ଯୋଉ ଅଛନ୍ତି ରାଧାରମଣ ମନ୍ଦିର ପାଖରେ ପ୍ରତିଷ୍ଠା କଲେ ବୈଷ୍ଣବ ମାନେ। କିନ୍ତୁ ତାଙ୍କର ବୈରାଗ୍ୟ ପ୍ରଚୁର ବୈରାଗ୍ୟ। ପ୍ରେମେତେ ବିହୋଲ ସଦା ବୈରାଗ୍ୟର ସୀମା, ପ୍ରେମେତେ ବିହୋଲ ସଦା ବୈରାଗ୍ୟର ভুবনে প্রচার যার অদ্ভুত মহিমা, ভুবনে প্রচার যার অদ্ভুত মহিমা, হরি ভক্তি বিলাসে গো সাই সনাতন, হরি ভক্তি বিলাসে গো সাই সনাতন, মঙ্গলাচরণে কইল যে নাম গ্রহণ, মঙ্গলাচরণে কইল যে ଗୋସ୍ୱାମୀ ମଙ୍ଗଳାଚରଣରେ ପ୍ରେମଭକ୍ତି ବିଳାସ ଗ୍ରନ୍ଥରେ ଲୋକନାଥ ଗୋସ୍ୱାମୀଙ୍କୁ ପ୍ରାର୍ଥନା କରୁଛି। ବୃନ୍ଦାବନମ୍ ପ୍ରିୟମ୍ ବନ୍ଦେ ଶ୍ରୀ ଗୋବିନ୍ଦ ପଦାଶ୍ରିତମ୍ ଶ୍ରୀମଦ୍ କାଶୀଶ୍ୱରମ୍ ଲୋକନାଥମ୍ ଶ୍ରୀ କୃଷ୍ଣ ଦାସକମ୍। ତେବେ ଜଣଙ୍କର ନାମ ନେଇଛନ୍ତି ହରିଭକ୍ତି ବିଳାସର ମଙ୍ଗଳାଚରଣ କୃଷ୍ଣଦାସ କବିରାଜ ଗୋସ୍ୱାମୀ। ତେବେ ଜଣ ବୃନ୍ଦାବନକୁ ଶୋଭିତ କରିଥିଲେ। ପ୍ରଭୁ ପ୍ରଥମେ ହେଲେ ଲୋକନାଥ, ଦ୍ୱିତୀୟ ହେଲେ କାଶୀଶ୍ୱର, ତୃତୀୟ ହେଲେ କୃଷ୍ଣଦାସ କବିରାଜ ଗୋସ୍ୱାମୀ। ଏବଂ ବ୍ରଜରେ କିଭଳି ଧରଣ ରୁହନ୍ତି ଲୋକନାଥ ଭୂଗୋଳିକ ପ୍ରେମିତ ବିହଳ ସଦା ବୈରାଗ୍ୟର ସୀମା, ବୈରାଗ୍ୟର ଶେଷ ସୀମାରେ ସେ ରୁହନ୍ତି। ଆଉ ମାଗନ୍ତି ନ ଯାହା ଚିକ ବୃତ୍ତି ବ୍ରଜବାସୀ ମାନେ ଯିଏ ଯାହା ଆଣିକି ଦିଅନ୍ତି ଭଜନ କରନ୍ତି। ଆଉ ବସ୍ତ୍ର ଭୂଷଣ ତାଙ୍କର କିଛି ନାହିଁ। ଗୋସ୍ୱାମୀ ମାନଙ୍କର ଶରୀର ତାଙ୍କର ନାମ ଭଜନ ସାଧନ ସବୁକିଛି ପ୍ରାଣ ଥିଲା, ଶରୀରଟାକୁ ଅତି ଉପେକ୍ଷା କରୁଥିଲେ। ଗୋସ୍ୱାମୀ ମାନଙ୍କର ଶରୀର ଢାଙ୍କିବା ପାଇଁ ବସ୍ତ୍ର ବି ଯାହା କହନ୍ତି ସେ ବସ୍ତ୍ର ବି ତାଙ୍କ ଶରୀର ନଥିଲା, ଏତେ ବୈରାଗ୍ୟ ତାଙ୍କର। ଆଉ ସୁସ୍ୱାଦୁ ଦ୍ରବ୍ୟ ଯିବାକୁ କେବେ ନେଇନାହାନ୍ତି। ମହାପ୍ରଭୁଙ୍କର ଭକ୍ତମାନେ ଏତେ ବୈରାଗ୍ୟ ଜୀବନରେ ଭଲ ପ୍ରସାଦ ଟିକେ ପାଇନାହାନ୍ତି, କେବେ ଜୀବକୁ ନେଇନାହାନ୍ତି। ସେଥିପାଇଁ ରୂପ ଗୋସ୍ୱାମୀଙ୍କ ଚରିତ୍ର ଶୁଣିଲେ ସନାତନ ଗୋସ୍ୱାମୀଙ୍କର ରୂପକୁ ଦେଖିକି ରୂପ ଗୋସ୍ୱାମୀଙ୍କର ଇଚ୍ଛା ହେଇଛି ସମଗ୍ର ଜୀବନ ବ୍ରଜରେ ବାସ କଲେ। 70 ବର୍ଷ ବୟସ ପର୍ଯ୍ୟନ୍ତ ସନାତନ ପ୍ରପଟ ଥିଲେ, 70 ବର୍ଷ ବୟସ ପର୍ଯ୍ୟନ୍ତ। କିନ୍ତୁ ରୂପ ଗୋସ୍ୱାମୀ ନନ୍ଦଘାଟରେ ଭେଟିକି ତାଙ୍କର ଦୟା ଆସିଲା ସନାତନକୁ ଦେଖି। ବଡ ଭାଇ ତ ଆରେ ଏଇ ମାଧବରେ ଚଣା ଚୁବେ ଗୋବର୍ଦ୍ଧନ ପରିକ୍ରମା କରି ଗୋଟେ କ୍ଷଣକାୟ କୁଶ ଶରୀର, ଆଉ ମୁଁ ଟିକେ ଭଲ କ୍ଷୀରା କରିକି ଆଜି ଦେବି କାମନା କରିଛି। ରାଧାରାଣୀ ନିଜେ ଦୁଗ୍ଧ ଆଣିତନ ଦେଇଛି। ସମଗ୍ର ଜୀବନ ସେମାନେ ଜଗାର ସ୍ୱାଦ ପାଇଁ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତି। ଗୋସ୍ୱାମୀମାନଙ୍କର ଜୀବନ ଏଭଳି ଥିଲା। କାରଣ ଆମେ କୌଣସି ଇନ୍ଦ୍ରିୟ ଦ୍ୱାରା କୌଣସି ଜଡ଼ ସୁଖ ପାଇଲା ମାନେ ଭଗବତ ସୁଖ ଆମେ ବିସ୍ମରଣ ହବା, ଆମେ ବଧୁଯିବ ନା, ସେ ସ୍ୱାଦଟାକୁ ଖୋଜିବା। ତେଣୁ ବୈରାଗ୍ୟର ଶେଷ, ପ୍ରେମ ତ ବିହଳ ସଦା ବୈରାଗ୍ୟର ସୀମା। ଲୋକନାଥ ଗୋସ୍ୱାମୀ ସବୁବେଳେ ପ୍ରେମର ବିହଳ ଆଉ ବୈରାଗ୍ୟର ଶେଷ ସୀମାରେ ରୁହନ୍ତି। ଆଉ ଭୁବନ ପ୍ରଚାର ଯାହାର ଅଦ୍ଭୁତ ମହିମା, 100 ବର୍ଷ ପର୍ଯ୍ୟନ୍ତ ସେ ଜୀବନର ସବୁ ନିୟମକୁ ଏଇ ବୈରାଗ୍ୟ ସମ୍ପୂର୍ଣ୍ଣ ପାଳନ କରିଥିଲେ। କିନ୍ତୁ ତାଙ୍କ ଜୀବନରେ ଏତେ କୁଣ୍ଡ 333ଟି କୁଣ୍ଡ ଆଉ ବନ ଉଦ୍ଧାର କଲା ପରେ ତାଙ୍କ ଅନ୍ତରରେ ଗୋଟେ କାମନା ଆସିଛି ଯେ ଏମିତି ବିଗ୍ରହ ସେବା କରିବି, ପ୍ରଭୁଙ୍କର ସେବା। କାରଣ ଭକ୍ତି ପୂର୍ଣ୍ଣ 3 ଭାଗରେ ହୁଅନ୍ତି। ଭକ୍ତି ମହାରାଣୀଙ୍କର ପୂର୍ଣ୍ଣତା ଜଣେ ସାଧକ ପ୍ରାପ୍ତ ହୁଏ 3 ପ୍ରକାର ସେବାରେ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଟୀକାରେ ଧ୍ରୁବ ଚରିତରେ ଆମମାନେ ଆଲୋଚନା କରୁଥିଲେ। ଏବଂ କାୟନ ମନସା ବଚସା ତ ମନୋବତାମ, ଯେ କାୟରେ ମନରେ ବଚନା। ବହୁତ ଭକ୍ତମାନେ ପ୍ରଶ୍ନ କରନ୍ତି କେଉଁଟା ବଡ, ସେବା ବଡ ନା ନାମ ବଡ ନା କେଉଁଟା ବଡ?
ନା ବଡ କୁହାଯିବ ନା। ଯଦି ମେଟ୍ରିକ ପରୀକ୍ଷା ପରେ ଗୋଟେ ପିଲାକୁ ପଚରା ଯାଏ ମ୍ୟାଥମେଟିକ୍ସ ଇମ୍ପୋର୍ଟାଣ୍ଟ ନା ଫିଜିକ୍ସ ଇମ୍ପୋର୍ଟାଣ୍ଟ ବା ଏମଆଇଏଲ ଇମ୍ପୋର୍ଟାଣ୍ଟ, ତ କଣ କୁହାଯିବ? ମେଟ୍ରିକରେ ପାସ୍ କରିବା ପାଇଁ ଚାହୁଁଛୁ ମାନେ ସବୁଥିରେ 30 ମାର୍କ ରଖିବାକୁ ପଡିବ ବାପା, ସବୁ ଟପିକ ପଢିବାକୁ ପଡିବ। ଯେ ଭକ୍ତିରେ ଏମିତି ନାହିଁ ଯେ ଏଇଟା ଇମ୍ପୋର୍ଟାଣ୍ଟ ନୁହେଁ। ସାଧକ ମାନେ, ସିଦ୍ଧ ସାଧକ ମାନେ ତାଙ୍କ ଜୀବନରେ ଆଚରଣ କରି ଦେଖେଇଛନ୍ତି କାୟିକ ବାଚିକ ମାନସିକ। ନାରଦ ମୁନି ସେବା ଶିକ୍ଷା ଦଉଛନ୍ତି ଧ୍ରୁବ ମହାରାଜ। ଆଗେ କାୟିକ ସେବା କହିଦେଲେ, ସ୍ୱର ଦ୍ୱାରା କିଭଳି ସେବା କରିବ, ବାଚିକ ସେବା କିଭଳି ଭଗବାନଙ୍କ ନାମ କିଭଳି ଉଚ୍ଚାରଣ କରିବ, ଆଉ ମାନସିକ ସେବା ମନରେ କିଭଳି ଚିନ୍ତା କରିବ ଭଗବାନଙ୍କ ରୂପ କେଉଁଠି କାର୍ଯ୍ୟ କରିବାକୁ ପଡିବ। ଆଉ ବିଶେଷ କରି ଶରୀର ଦ୍ୱାରା ଆମେ ଯୋଉ ସାଧନ କରିବା, ୟାର ପ୍ରଭାବଟା ମନ ରୁହେ। ଯାହାର କାୟିକ ବାଚସ୍ତିକ ସେବା ସୁଷ୍ଠୁ ଭାବରେ ହଉନି, ତାର ମାନସିକ ଚିନ୍ତନ ଭଗବତ ଆସିବ, ଭଗବାନଙ୍କର ଚିନ୍ତା ଆସିବନି। ଯଦି ଶରୀରରେ ଆଉ ବଚନରେ ସୁନ୍ଦର ଭଗବାନଙ୍କର ନାମ ଟିକେ କରିପାରିଲେ, ଆଉ ସୁନ୍ଦର ପ୍ରୀତିରେ ସେବା କରିପାରିଲେ, ତାର ମନରେ ଭଗବାନଙ୍କ ଚିନ୍ତାଟା ଆସିବ। କାୟିକ ବାଚିକ ସୁଷ୍ଠ ସାଧନ ହେଲେ ସେଟା ମନରେ ତାର ମାନସିକ ପ୍ରଭାବଟା ରହିବ, ମନେ ରହିବ, ମନରେ ଚିନ୍ତା ଆସିବ। ତେଣୁ ଗୋସ୍ୱାମୀ ମାନେ ଯେ ଭଗବାନ ସର୍ବଦା ଦର୍ଶନ କରନ୍ତି, ମହାପ୍ରଭୁଙ୍କର ପ୍ରିୟ ପାର୍ଷଦ, ସିଏ ବି ଇଚ୍ଛା କରୁଛନ୍ତି ମୁଁ ଟିକେ ବିଗ୍ରହକୁ ସେବା କରିବି। କେଉଁଠି ଥିଲାବେଳେ ନା ଛତ୍ରବନ, ଆଜି ବି ଗଲେ ଆପଣ ଦେଖିବେ ତାକୁ ହିନ୍ଦୀରେ ଛାତା ବୋଲି କହୁଛନ୍ତି। ସେ ଗୋଟେ ବନ ପଡେ, ଛତ୍ରବନ ତାକୁ କୁହାଯାଏ। ସେଠି ଉମରାଓ ନାମକ ଗୋଟେ ଗ୍ରାମ ଅଛି, ସେ ଗ୍ରାମରେ କେଶରୀ କୁଣ୍ଡ ଅଛି। ତାର ତଟରେ ବସିକି ଭଜନ କରୁଛନ୍ତି, ତାଙ୍କର ଇଚ୍ଛା ଗୋଟିଏ ବିଗ୍ରହ ସେବା କରି, ପ୍ରଭୁଙ୍କର ସେବା କରି। ପ୍ରଭୁପାଦଜୀ ମହାରାଜ ତାଙ୍କ ଭାବାର୍ଥରେ ଲେଖିଛନ୍ତି, ଆଜିକାଲି ତ ବହୁତ ଭକ୍ତମାନେ ଭାବନ୍ତି ଇଏ ସବୁ କିଛି ତ ଆବଶ୍ୟକ ନାହିଁ, ପ୍ରଚାର ହିଁ ଆବଶ୍ୟକ। କିନ୍ତୁ ବିଗ୍ରହ ସେବା ପ୍ରଭୁପାଦ ଲେଖିଛନ୍ତି ସବୁଠୁ ଭଗବାନଙ୍କ ସହିତ ଡାଇରେକ୍ଟ ସମ୍ବନ୍ଧ ଜ୍ଞାନ ଆଣିବା ପାଇଁ ସବୁଠୁ ସରଳ ଆଉ ସୁଗମ ଉପାୟ ହେଉଛି ବିଗ୍ରହ ସେବା। କିଏ ପ୍ରଭୁଙ୍କର ଯିଏ ସେବା କରୁଛି, ଯଦି ଭଗବାନଙ୍କୁ ମନେ ରଖିବା ପାଇଁ, ଏଇଟା ସମ୍ବନ୍ଧ ଆଣିବା ପାଇଁ, ସମ୍ବନ୍ଧ ପାଇଁ ବହୁତ ସୁନ୍ଦର ଇଏ ହେଉଛି ପ୍ରୋସେସ। ଆଉ ବିଗ୍ରହ ସେବା ବହୁତ ଆଦର ଆଉ ପ୍ରୀତିରେ କରିବା ଦରକାର, ପ୍ରୀତି ଆଦରରେ। ତ ତାଙ୍କର ଇଚ୍ଛା ମୁଁ ବିଗ୍ରହ ସେବା କରିବି, କାରଣ ସେବା ଭକ୍ତି ମହାରାଣୀଙ୍କର, ଭକ୍ତି ମାନଙ୍କର ଗୋଟେ ଶୃଙ୍ଗାର ବର୍ଣ୍ଣନା ଦେଇଛନ୍ତି ଗୋସ୍ୱାମୀ ମାନେ। ଯେଭଳି ଜଣେ ବ୍ୟକ୍ତି, ସେ ପୁରୁଷ ଓ ନାରୀ ହଉ, ସେ ସଜ୍ଜିତ ହଉଛି ନା, ତାପରେ ସୁନ୍ଦର ଦେଖାଯାଉଛି। ଭକ୍ତି ମହାରାଣୀଙ୍କୁ ସଜ୍ଜିତ କରିବ, ଯେ ସେବାକୁ ଦୁଇ କୁଣ୍ଡଳ ସହିତ ତୁଳନା କରାହେଇଛି। ଭକ୍ତି ମହାରାଣୀଙ୍କର ଦୁଇ କୁଣ୍ଡଳ। ଆପଣ ଦେଖିବେ ନାରୀ ମାନେ କେତେ ଗରିବ ଘରର ସେ ବୋହୂ ହେଲେ ବି ସେ କାନରେ କୁଣ୍ଡଳ ପିନ୍ଧୁଛି। କୁଣ୍ଡଳଟା କାହିଁକି ପିନ୍ଧାଯାଏ? କୁଣ୍ଡଳ ହଉଛି ସୌଭାଗ୍ୟର ଚିହ୍ନ। କୁଣ୍ଡଳ, ମଥାରେ ସିନ୍ଥେଜ ସିନ୍ଦୁର, ଏଗୁଡିକ ସୌଭାଗ୍ୟର ଚିହ୍ନ। ପତି ପତ୍ନୀର ଏ ସୌଭାଗ୍ୟ ଚିହ୍ନକୁ ଦେଖିଲେ ଆନନ୍ଦିତ। ପତି ବରଂ ପତ୍ନୀକୁ ପୋଷି ପାରୁନଥିବ, କିନ୍ତୁ ସିଏ ସବୁବେଳେ ଚାହୁଁଥିବ ଯେ ମୋ ପତ୍ନୀ ତାର ସୌଭାଗ୍ୟର ଚିହ୍ନ ଠିକ ଅଛି କି ନା। ସେଟା ଭଗବାନ ଭକ୍ତ ଉପରେ କେତେବେଳେ ପ୍ରୀତି ହୁଅନ୍ତି? ଆମର ପତି ଜଗତପତି ଭଗବାନ ଶ୍ରୀକୃଷ୍ଣ ଭକ୍ତ ଉପରେ କେତେବେଳେ ପ୍ରୀତି ହୁଅନ୍ତି? ଯେତେବେଳେ ତାଙ୍କର ସୌଭାଗ୍ୟର ଚିହ୍ନ ଦେଖନ୍ତି। ସୌଭାଗ୍ୟର ଚିହ୍ନ ହଉଛି କୁଣ୍ଡଳ, ସେବା ମନୋଭାବ। ଯାହାର ସେବା କରିବାର ମନୋଭାବ ନାହିଁ, ତାର ସୌଭାଗ୍ୟର ଚିହ୍ନ ନାହିଁ, ସେ ବିଧବା ଭଳି। ବିଧବା ଶୁଭ କାର୍ଯ୍ୟରେ ଲାଗିପାରେ ନା। ଅଛି ତ, ମୁଁ ତ ଛୋଟବେଳେ ଦେଖିଛି, ସେମାନେ ହୁଳହୁଳି ଦେବେ ନା, ସେମାନଙ୍କୁ ମୁହଁ ଦେଖି କେଉଁଠି ଗଲେ ଅଶୁଭ। ସବୁ ଗାଁ ଗହଳିରେ ଏମିତି ଅଛି, ଶାସ୍ତ୍ରୀୟ ସିଦ୍ଧାନ୍ତ କଥା ହିସାବରେ ମୁଁ କହୁନି, ମୁଁ ତ ଜାଣିନି ଭଲ ଭାବେ। ବିଧବାରେ ଯେଭଳି ମୁଖ ଦେଖିବାଟା ଗୋଟେ ଅଶୁଭ ବା ଶୁଭ କାମରେ ତାଙ୍କର ମୁଖ ଦେଖାନ୍ତି ନା, ଭକ୍ତି ଦୃଷ୍ଟିରୁ କୁହାଯାଉନି। ସେଭଳି ଯୋଉ ଭକ୍ତର ସେବା ମନୋଭାବ ନାହିଁ, ତା ସେ ବିଧବା ଭଳି, ତାର ସୌଭାଗ୍ୟର ଚିହ୍ନ ନାହିଁ। ଆଉ ଏଇ ଭଗବାନଙ୍କର ସେବା କରିବାକୁ କୁଣ୍ଡଳ, ଦୁଇଟି କୁଣ୍ଡଳ ସହିତ ତୁଳନା କରାଯାଇଛି। ଆଉ ଗୋଟିଏ କୁଣ୍ଡଳ ଲୋକାୟତ, ନାରୀର ଗୋଟିଏ କୁଣ୍ଡଳ, ସୌଭାଗ୍ୟବତୀର ଗୋଟିଏ କୁଣ୍ଡଳ ଲୋକାୟିତ ରୁହେ, ଗୋଟିଏ କୁଣ୍ଡଳ ଖୋଲିକି ରୁହେ। ଗୋଟିଏ କୁଣ୍ଡଳ ଯାହାକୁ ଦେଖାଯାଏ। ସେବା ଦୁଇ ପ୍ରକାର। ହରିଙ୍କର ସେବା, ଏଇ ପୂଜାରୀ ବର୍ତ୍ତମାନ ଭୋଗ ଲଗାଉଛନ୍ତି, ପରଦା ଭିତରେ ରହୁଛନ୍ତି। ମା ମାନେ ଯେତେବେଳେ, ଆଗରୁ ସବୁ ଏମିତି ପ୍ରଥା ଅଛନ୍ତି, ମୁଁ ତ ଯୋଉମାନେ ନାରୀ ମାନେ ଜାଣିଥିବେ, ମଥାରେ କୁଣ୍ଡଳରେ କୋମଳ ହେଲେ
ଦକ୍ଷିଣ କୁଣ୍ଡଳକୁ ଲୁଚାଯାଏ, ବାମ କୁଣ୍ଡଳକୁ ଦେଖାଯାଏ। କୌଣସି କାର୍ଯ୍ୟ କରିବା ଅବସ୍ଥାରେ ବି ସେ ତ ପର୍ଦା ପକାନ୍ତି। ଯଦି ବି ଘରେ ଥିଲା ବେଳେ ବି ଦକ୍ଷିଣ କୁଣ୍ଡଳକୁ ଲୁଚାଯାଏ, ଦକ୍ଷିଣ କର୍ଣ୍ଣ ଲୁକାୟିତ ରୁହେ, ବାମ କର୍ଣ୍ଣ ଖୋଲିତ ରୁହେ। ତେଣୁ ଦକ୍ଷିଣ କର୍ଣ୍ଣର ସେବାକୁ, ଦକ୍ଷିଣ କର୍ଣ୍ଣର କୁଣ୍ଡଳକୁ ହରିଙ୍କର ସେବା ସହିତ ତୁଳନା କରାଯାଏ। ଏଇ କଥାରେ ପଢିଛି ଯେ ଗୋସ୍ୱାମୀ ମାନେ ଯୋଉମାନେ ପ୍ରେମର ବିହଳ ସଦା ବୈରାଗ୍ୟର ସୀମା, ଯୋଉମାନେ ବୈରାଗ୍ୟର ପରିପକ୍ୱ ଅବସ୍ଥାରେ ଅଛନ୍ତି, ଭକ୍ତି ମହାରାଣୀଙ୍କର ଦୁଇ ପୁତ୍ରକୁ ସନ୍ତୁଷ୍ଟ କରି ଭଗବାନ ଭକ୍ତି ମହାରାଣୀଙ୍କୁ ଅନ୍ତର ରଖିଛନ୍ତି, ତାଙ୍କର କଣ ପ୍ରଭୁଙ୍କର ବା ଆଉ କାର୍ଯ୍ୟରେ ବାକି ରହିଛି। କିନ୍ତୁ ଭକ୍ତିର ଭକ୍ତି ସାଧନ ପରିପୃଷ୍ଟ ହୁଅନ୍ତି, ସୁସ୍ଥ ସାଧନ ହୁଅନ୍ତି ପ୍ରଭୁଙ୍କର ସେବା କଲେ। ତେଣୁ ସେବା ଦୁଇ ପ୍ରକାର। ହରିଙ୍କର ସେବା ପୂଜାରୀ ପରଦା ଭିତରେ କରୁଛି, ଆଉ ବୈଷ୍ଣବ ଗୁରୁଦେବଙ୍କର ସେବା, ଇଏ ହରିଙ୍କର ସେବାକୁ ଦକ୍ଷିଣ କୁଣ୍ଡଳ ସହିତ ତୁଳନା କରାଯାଇଛି। ଆଉ ବାମ କୁଣ୍ଡଳ ଭକ୍ତି ଦେବୀଙ୍କର ଶୃଙ୍ଗାରରେ ବାମ କୁଣ୍ଡଳ ବୈଷ୍ଣବ ଆଉ ଗୁରୁଦେବଙ୍କର ସେବା ମନୋଭାବ, ଇଏ ସୌଭାଗ୍ୟର ଚିହ୍ନ। ଯାହାର ସେବା କରିବାର ମନୋଭାବ ନାହିଁ, ତା ପାଇଁ ଭକ୍ତି ମହାରାଣୀଙ୍କର କୃପା ଲାଭ କରିବା ସମ୍ପୂର୍ଣ୍ଣ ଦୁର୍ଲଭ ବ୍ୟାପାର। ଆପଣ ସମସ୍ତ ଗୋସ୍ୱାମୀମାନଙ୍କ ଚରିତ୍ର ଦେଖିବେ, ଲୋକନାଥ ଗୋସ୍ୱାମୀ ଭଳି ଆଚାର୍ଯ୍ୟ ଯିଏକି ଦିନେ ନିଜ ପାଇଁ ପାପ କରିନାହାନ୍ତି, କିନ୍ତୁ ଭଗବାନ ପାଇଁ ପାପ କରିବେ। ସେବା କରିବାର ମନୋଭାବ এটা ଶିଖିବାକୁ ପଡେ ନା, ଏଇଟା ବୈଷ୍ଣବଙ୍କ ସ୍ୱାଭାବିକ ୟା ଅନ୍ତର ଭିତରେ ଆସିବ। କାରଣ ଭକ୍ତି ମହାରାଣୀ ଯେତେ ଆମ ଉପରେ ପ୍ରସନ୍ନ ହେବେ, ଆମ ଅନ୍ତରରେ ସେବା ଭାଗଟା ଜାଗ୍ରତ ହବ। ସେଥିପାଇଁ ପ୍ରତିଦିନ ପ୍ରଭୁପାଦଜୀ ମହାରାଜ ତୁଳସୀ ଆରତୀ ଏଟାକୁ ଆମର ଡେଲି ପ୍ରୋଗ୍ରାମ ଦେଇଛନ୍ତି। ତୁଳସୀ ମହାରାଣୀଙ୍କ ନିକଟରେ ଆମେ ଏଟା ପ୍ରାର୍ଥନା ରହିବା ଦରକାର। ସେବା ଅଧିକାର ଦିଏ କର ନିଚ ଦାସୀ। ଯାହାର ସେବାର ଅଧିକାର ନାହିଁ, ସେ ଦାସ ହେଇପାରିବନି। ଆଉ ଯେ ସେବାର ଅଧିକାର ପାଇଛି, ତାର ମାଲିକ ଉପରେ ଜୋର ଅଛି। ଆପଣ ଦେଖିଛନ୍ତି ଜାଗରାଣୀ ସେବା କଲା ବେଳେ ମାଲିକ ନ ଖାଇଲେ ବି ସେ କହିବେ ନା ଆଜି ମୋ ଦେହ ଭଲ ନାହିଁ, କଣ ଆପଣ ଖାଇବେନି? ମୁଁ ଏତେ କରିଛି, ଆପଣ ଖାଇବିନି କଣ? ମୁଁ ଏତେ କଷ୍ଟରେ ଏଟା ରୋଷେଇ କରୁଛି। ଚାକରାଣୀର ମାଲିକ ଉପରେ, ଯିଏ ବାସନ ମାଜିବା ଲୋକ, ଯେ ରୋଷେଇ କରିବା ଲୋକ, କିନ୍ତୁ ସେ ମାଲିକ ଉପରେ ଅଧିକାର ଜାହିର କରିଦଉଛି। କାହିଁକି? ମାଲିକ ତାକୁ ସେବାର ଅଧିକାର ଟା ଦେଇଦେଇଛି। ସେବାର ଅଧିକାର ପାଇଗଲା ପରେ ତାର ଭଗବାନ ତାର ମାଲିକ ଉପରେ ଜାହିର କରିବାର, ଯାହା କମାଣ୍ଡିଂ କରିବାର ଚାଲି ଆସୁଛି, ଏଟା ପ୍ରେମରେ। ଭକ୍ତ ଭଗବାନଙ୍କର ସେବାର ଅଧିକାର ପାଇଲା ପରେ ତୁଳସୀ ଦେବୀଙ୍କ ଦ୍ଵାରା ଆମେ ଯୋଉ ପ୍ରାର୍ଥନା କରୁଛେ ବୈଷ୍ଣବ ମାନଙ୍କ ଦ୍ଵାରା, ସେ ଭଗବାନଙ୍କୁ ହୃଦୟରେ ରଖିପାରିବ। ସେବାକ ପ୍ରଭୁପାଦଜୀ ଆମର, ମୁଁ ଏବେ ଏଇ କିଛି ଦିନ ତଳେ ଜଣେ ଭକ୍ତ ପଚାରିଲି, ମୋ ମନରେ ଗୋଟେ ସେଠି ପଢୁଥିଲା ସମୟରେ ମନରେ ଗୋଟେ ପ୍ରଶ୍ନ ଆସିଲା, ଦେଖିବା ପ୍ରଭୁପାଦ କଣ କହିଛନ୍ତି। ଜଣେ ଭକ୍ତ ପଚାରିଲା, ଆମେ 16 ମାଳା ଜପ କରିବୁ ନା ଅଧିକା ଜପ କରିବୁ? ମୁଁ ଦେଖି ପ୍ରଭୁପାଦ କଣ କହୁଛନ୍ତି। ପ୍ରଭୁପାଦ ମହାରାଜଙ୍କର କନଭରସେସନ ଖୋଲୁ ଖୋଲୁ ହଠାତ୍ ମାରୁ ବାହାରି ଗଲା। ପୂଜ୍ୟପାଦ ଲୋକନାଥ ଗୋସ୍ୱାମୀ ମହାରାଜ ପଚାରୁଛନ୍ତି ଯେ ପ୍ରଭୁପାଦ ଆମେ 16 ମାଳା ଜପ କରିବୁ ନା ଅଧିକ ଜପ କରିବୁ? ପ୍ରଭୁପାଦ କହିଲେ, ମୁଁ 16 ମାଳା ଜପ କଥା କହୁନି, ମୁଁ ତମକୁ ମିନିମମ୍ କହି 16 ମାଳା ଜପ କରିବା ପାଇଁ। ମୁଁ 16 ରାଉଣ୍ଡ କଥା କହୁନି, ତୁମେ ଯଦି 16,000 ରାଉଣ୍ଡ ଜପ କରିବ ବି ମୋର କିଛି କ୍ଷତି ନାହିଁ, କିନ୍ତୁ 16 ରାଉଣ୍ଡ ହଉଛି କମ୍ପଲସରୀ। କିନ୍ତୁ ପ୍ରଭୁପାଦ ନେକ୍ସଟ ଷ୍ଟେପ ସାଙ୍ଗେ ସାଙ୍ଗେ କହୁଛନ୍ତି, ଏଇଟା ହଉଛି ଆମର ଅନଫର୍ଚୁନେଟ ଆମ ଡିଭୋଟି ମାନଙ୍କ ପାଇଁ, ଯେ ସେମାନେ କିଛି ଗୋଟେ ଏନଗେଜମେଣ୍ଟ, ଭଗବାନଙ୍କର ଏତେ ସେବା ପଡିଛି କିନ୍ତୁ ସେମାନେ ସେବା କିଛି ଖୋଜି ପାଉନାହାନ୍ତି। ସେ ଆସି ମତେ କ୍ୱେଶ୍ଚନ କରୁଛନ୍ତି, ଆମେ କଣ କରିବୁ? ନେକ୍ସଟ ଷ୍ଟେପରେ ସାଙ୍ଗେ ସାଙ୍ଗେ କହୁଛୁ, କାରଣ ଆମେ ଯେହେତୁ ବଦ୍ଧ ଜୀବ, ଆମର ଇନ୍ଦ୍ରିୟ ମାନେ ଅଶୁଦ୍ଧ ଅବସ୍ଥାରେ ଅଛନ୍ତି। ଭଗବାନଙ୍କୁ ସ୍ପର୍ଶ କରିବା ଦ୍ଵାରା, ଭଗବାନ ପାଇଁ ଫୁଲମାଳା ଗୁନ୍ଥିବା, ଚନ୍ଦନ ଝାଡୁ ମାରିବା, ଏସବୁ କରିବା ଦ୍ଵାରା ଆମ ଇନ୍ଦ୍ରିୟ ମାନେ ଶୁଦ୍ଧ ହୁଅନ୍ତି। ସେବଂ ମନୋଖୀ, ଆମେ ଧ୍ରୁବ ଚରିତ୍ରରେ ପଢୁଥିଲା ନା, ଇନ୍ଦ୍ରିୟର ଦୁଇଟି ବୃତ୍ତି ଅଛି, ଗୋଟେ ପ୍ରାକୃତ ଅଂଶ, ଗୋଟେ ଅପ୍ରାକୃତ ଅଂଶ। ଏଇ ଜିହ୍ୱାରେ ପ୍ରାକୃତ ଅଂଶ ଅଛି, ଅପ୍ରାକୃତ ଅଂଶ ଅଛି। ଚକ୍ଷୁରେ ପ୍ରାକୃତ ଅଂଶ ଅଛି, ଅପ୍ରାକୃତ ଅଂଶ ଅଛି। ଭଗବାନ ନାମ କରିବା ଭଲ ଲାଗୁନି, କାରଣ ଯେତିକି ସମୟ ନାମ କରିବା ପାଇଁ ଭଲ ଲାଗୁଛି, ସେତିକି ପ୍ରାକୃତତା ଅପ୍ରାକୃତତା ଆମର ଆସିଛି, ସେତିକି ଇନ୍ଦ୍ରିୟ ଚିନ୍ମୟ ହେଇଛି। ସେଟା କିଭଳି ଚିନ୍ମୟ ହେଇଛି ନା, ଭଗବାନଙ୍କର ସେବା କରି, ପ୍ରଭୁଙ୍କର ସାଧୁଗୁରୁଙ୍କର କୃପା ଦ୍ୱାରା। ସେବା କରିବାର ମନୋଭାବ ନ ଆସିଲା ପର୍ଯ୍ୟନ୍ତ ଭଗବାନଙ୍କୁ ପ୍ରସନ୍ନ କରିବା ସମ୍ଭବ ନୁହେଁ। ଏବଂ ସେବା ତିନି ପ୍ରକାର, କାୟିକ, ବାଚିକ। ଏଇ ପ୍ରଭୁଙ୍କର କଥା ଶ୍ରବଣ କରିବା, କୀର୍ତ୍ତନ କରିବା, ଇଏ ହଉଛି ବାଚିକ ସେବା। ଆଉ ମାନସିକ, ଭଗବାନଙ୍କ ରୂପକୁ ଚିନ୍ତା। କାୟିକ ବାଚିକ ସୁଷ୍ଟ ନହେଲେ ମାନସିକ ଭଗବାନଙ୍କ ରୂପ ଚିନ୍ତା ଆସିବା। ତେଣୁ ଇଏ ଭକ୍ତି ଦେବୀଙ୍କର କୁଣ୍ଡଳ ଭଳି ସେବାର ମନୋଭାବ। ଆମେ ପଢୁଛେ ନା, ଗୁରୁଦେବ ଶିଷ୍ୟକୁ ସେବାରେ ନିଯୁକ୍ତି କରିବେ।
श्रीमन कौन श्रीविग्रहाराधना नित्यनाना श्रृंगारतन मंदिर मार्जनादु ये गुरुंगर काम जुक्तस्य भक्तस्य नियुंजतु बंदे गुरुश्री चरण प्रभुपाद तो सुंदर इंग्लिश तो मु पढ़े बुझी पारछन कहि परिनी गोटे डेविल माइंड ऊपर गोटे सुंदर प्रवचन देछन तुम्हें एंगेजमेंट रे नाम ना तुम गोटे सीरियस जहा कोंती स्टेज रो छ एनी टाइम तुम पतन हे जिवो आ भक्ति साधन सरस्वती ठाकुर प्रभुपाद जी महाराज कहते मुझे एत निष्ठुर जाए ए जगत रे गोटे मुहूर्त मु क्या विश्राम देवी ना विश्राम माने हूँ माया प्रभु से कहते तुम्हें ब्रह्मचारी हाँ चाहूच साधक हाँ चाहूच तुम्हें भगवान श्रीकृष्ण पाया चाहूच तुम्हें सब एंगेजमेंट खोज मैं कौन करी क्यों भगवान सेवा अच्छी कारण तुम्हें सेवार एंगेजमेंट अच्छ माने तुम सुरक्षित अवस्था अच्छ से पचारिया दरकार नहीं आउ सेवा गोटे ड्यूटी ना यहाँ मोर एत ड्यूटी मुझे करी जी जिते भगवान को निजर करने चाहे से प्रभु सहित सेवा करने चाहे तो लोकनाथ गोस्वामी उमरा ग्राम अच्छा किशोर कुंड बस इच्छा मुझे राधा विनोद भगवान सेवा करी प्रभु सेवा करी चिंता कर हठात बसिकी कुंड पाखे बस जड़े भगवान श्रीकृष्ण निजे आस प्रभु निजे आस विग्रह को धरी विग्रह नामकरण करके आनी विग्रह नामकरण करके श्री कृष्ण ना सी निजे आस निजक दवापाई क्या लोकनाथ गोस्वामी अति कमनीय मनोहर विग्रह आज भी अच्छा गोकुलानंद मंदिर में मुझे पढ़ुली केमती पढ़ी बर्तमान खोजी खोजी मिलूनी गत काली बहुत खोजी पाइली जे राधा विनोद जयपुर अच्छा कहते कि प्रभुपाद जी महाराज प्रभुपाद लिखिं ना गोकुलानंद मंदिर में बर्तमान प्राय समस्त मत एमती मिलूँ गोकुलानंद मंदिर जो विग्रह अच्छा से मूल विग्रह आमर राधारमण मंदिर पर गोकुलानंद विश्वनाथ चक्रवर्ती ठाकुर समाधि लोकनाथ गोस्वामी समाधि से राधा विनोद अत्या कमनीय विग्रह आनी भगवान श्रीकृष्ण दौरान कि लोकनाथ चिंता कर भगवान मो पाख केमती आसिल भक्ति रत्नाकर नरहरि चक्रवर्ती ठाकुर लिखुन भगवान रूप को देखिकी चाहिए अच्छे किशोर कुंड एत सुंदर विग्रह प्रभु केमती आसिले चिंता कर कहीं मो पाखक आसिले राधा विनोद निजे प्रथम दिन में प्रथम साक्षात कथा कहते चिंताए व्याकुल लोक नाथ निरखिया चिंताए व्याकुल लोक नाथ निरखिया श्री राधा विनोद तथा कहे न श्री राधा विनोद कहे मोरा विपिन
ରାଧା ବିନୋଦ କହୁଛନ୍ତି "ଆରେ, ମତେ କିଏ ଆଣିବ? ମୁଁ ଏଇ ବିପାଣୀ ଏଇ ଉମରା ଗାଁର ଯୋଉ ବନ ଅଛି କିଶୋରୀ କୁଣ୍ଡରେ ମୁଁ ନିଜେ ରହୁଛି, ମୋର ନିତ୍ୟ ବାସସ୍ଥାନ ଏଇଟା, ମତେ କେହି ଆଣିପାରିବେନି, ମୁଁ ନିଜେ ଆସିଛି, ଆଉ ମତେ ଟିକେ ତୁମେ ଭୋଜନ କରା। ସାଙ୍ଗେ ସାଙ୍ଗେ ହସି ହସିକି ତାଙ୍କର ମୁହଁକୁ, ଲୋକନାଥଙ୍କର ମୁହଁକୁ ଚାହିଁକି କହୁଛନ୍ତି ମତେ କିଏ ଆଣିବ? ଭଗବାନ ଯାହା ପାଖରେ ଆଜି ପ୍ରକାଶିତ ହେଇଛନ୍ତି, ଯାହାଙ୍କ ପାଖରେ ବି ଆପଣ ଦେଖନ୍ତୁ, ଯେଉଁ ଆଚାର୍ଯ୍ୟ ମାନଙ୍କ ପାଖରେ ପ୍ରଭୁ ନିଜେ ଆସନ୍ତି, ତାଙ୍କ ଭକ୍ତିରେ ସନ୍ତୁଷ୍ଟ ହେଇ, ତାଙ୍କ ପ୍ରେମରେ ସନ୍ତୁଷ୍ଟ ହେଇ ପ୍ରଭୁ ତାଙ୍କ ପାଖରେ ପ୍ରକଟ ହୁଅନ୍ତି। କହିଲେ ତୁମର ଉତ୍କଣ୍ଠା ଦେଖି ମୋ ମନ ବ୍ୟାକୁଳ ହେଲା, ମୁଁ ନିଜେ ଆସିଛି, ପ୍ରକଟ ହେଇଛି ରାଧା ବିନୋଦ। ଆଉ ରାଧା ବିନୋଦକୁ ରଖିବେ କେଉଁଠି? ଉମରାव ଗାଁର ଲୋକମାନେ ବହୁତ ଆନନ୍ଦିତ ହେଲେ ଯେ ଆମର ବାବା ଠାକୁର ପାଇଛନ୍ତି। ସମସ୍ତେ ଆସିଲେ, କହିଲେ ବାବା ଆମେ ଟିକେ ଘର କରିଦେବା ଆପଣ ଭିତରେ। ନାହିଁ, ସମଗ୍ର ଜୀବନ ସେ ବୃକ୍ଷ ତଳେ ବାସ କରିଛନ୍ତି, କୌଣସି ଗୃହକୁ ସେ ଆଶ୍ରୟ କରିନାହାନ୍ତି। ଆଉ ମନ୍ଦିର କେଉଁଟା ହେଲା? ମନ୍ଦିର ହେଲା ତାଙ୍କ ଝୁଣା। ସାଙ୍ଗେ ସାଙ୍ଗେ ଗଲେ ଛିଡା ବସ୍ତ୍ର ନେଇ ବ୍ରଜବାସୀ ମାନଙ୍କ ପାଖରୁ ମାଗିକି ଆଣିବେ ବସ୍ତ୍ର। ଆଉ ରାଧା ବିନୋଦ ରହିବେ ନୂତନ ବସ୍ତ୍ର କେଉଁଠି ଆଣିବେ? ବ୍ରଜବାସୀ ମାନଙ୍କ ପାଖରୁ ବସ୍ତ୍ର ଆଣି ସେ ଗୋଟେ ଝୁଲା ତିଆରି କଲେ। ପ୍ରସିଦ୍ଧ ଭକ୍ତି ରତ୍ନାକରରେ ଲେଖାଯାଇଛି, ସାଙ୍ଗେ ସାଙ୍ଗେ ଚାହିଁଲେ ଆରେ ମୋ ଠାକୁର ରହିବେ କୋଉଠି, ସ୍ୱୟଂ ନେବେ କୋଉଠି? ରାଧା ବିନୋଦଙ୍କର ମନ୍ଦିର ହେଲା ଲୋକନାଥ ଗୋସ୍ୱାମୀଙ୍କର ବେକରେ ଥିବା ଝୁଣା। ଆମେ ଯେମିତି ଜପମାଳା ବେକରେ ପକଉଛେ, ସେ ବେକର ରଖନ୍ତି ସବୁବେଳେ, ସବୁବେଳେ ବେକର ରଖ, କାଢିବେ ତାଙ୍କୁ ଭୋଗ ଲଗେଇବେ, ପୁଣି ବେକ ଭିତରେ ରଖିବେ, ସ୍ୱୟଂ ଦେବେ। ଏ ସମଗ୍ର ଜୀବନ ଏଇଟା ତାଙ୍କର ମନ୍ଦିର ହେଲା। ଆଉ ରାଧା ବିନୋଦ ପରମ ଆନନ୍ଦରେ ରହୁଥିଲେ। ଗୋଟେ ଦୁଇଟି ଲୀଳା କହିବି, ଆଗକୁ ଆଲୋଚନା କରିବା, କାରଣ ବହୁତ ଗୋସ୍ୱାମୀ ମାନଙ୍କର ଚରିତ ଅଛନ୍ତି। ନାରାୟଣ ଭଟ୍ଟ ଗୋସ୍ୱାମୀ ତାଙ୍କର ବ୍ରଜଭକ୍ତି ବିଳାସ ରଚନା କରୁଛନ୍ତି। ଲୋକନାଥ ଗୋସ୍ୱାମୀ ବହୁତ ଖୁସି ହୋଇଲା, ଆନନ୍ଦିତ ହେଲା। ଆଉ ସବୁ ସଫଳତା ତାଙ୍କୁ ମିଳିଲା ବ୍ରଜଭୂମିକୁ ସନ୍ଧାନ କରିବା ପାଇଁ ଯେତେବେଳେ ରାଧା ବିନୋଦକୁ ପ୍ରାପ୍ତ ହେଲେ। କେମିତି ନା ସେ ଯେଉଁଠି ଯାଇ ପହଞ୍ଚୁଥିଲେ, ଯେଉଁ ବ୍ରଜରେ ଯେଉଁ ଯେଉଁ ଲୀଳା ସ୍ଥାନରେ ପହଞ୍ଚୁଥିଲେ, ତାଙ୍କର ସେଇଭଳି ଭାବନା ଆସୁଥିଲା। ଆଉ ରାଧା ବିନୋଦ ଲୋକନାଥଙ୍କୁ କହୁଥିଲେ ହଁ ତୁମେ ଯାହା ଚିନ୍ତା କରୁଛ ଏଇଟା ସେଇ ରାସ୍ତା। ଏ ଯୋଉ 333ଟି ବନ ଆଉ ତୀର୍ଥସ୍ଥାନ ଭଗବାନ ଶ୍ରୀକୃଷ୍ଣଙ୍କର ଲୀଳା ସ୍ଥାନ ସନ୍ଧାନ କରିଥିଲେ ଲୋକନାଥ, ସେଗୁଡିକ ସମସ୍ତ ହଉଛନ୍ତି ରାଧା ବିନୋଦଙ୍କର ନିର୍ଦ୍ଦେଶ ହିସାବରେ। ରାଧା ବିନୋଦ ତାଙ୍କୁ ପୁରା ସାହାଯ୍ୟ କରିଛନ୍ତି। ଆଉ ସବୁ ନିର୍ଦ୍ଦେଶ କଲା ପରେ ଗୋଟିଏ ଦିନର ଘଟଣା, ଆଉ ଲୋକନାଥ ବିଗ୍ରହଙ୍କୁ ରଖିଛନ୍ତି। ସେତେବେଳେ ରାଧା ଗୋକୁଳାନନ୍ଦଙ୍କର ମନ୍ଦିର ଅପ୍ରକଟର କିଛି ଦିନ ପୂର୍ବରୁ ହେଲା। ସେ ମନ୍ଦିରରେ ରାଧା ବିନୋଦ ବେଶ କରିସାରିଛି, ନିଜେ ଶୃଙ୍ଗାର କର। ଗୋସ୍ୱାମୀ ମାନେ ତାଙ୍କର ସେବା ସେ କାହାକୁ ଅର୍ପଣ କରନ୍ତି ନା, କାରଣ ଯିଏ ସେବକ ସେ ସେବା ଅନ୍ୟକୁ ଅର୍ପଣ କରିବେ ନା। ଯେମିତି ମା ତାର ପୁଅକୁ ସେମିତି ସିଏ କେମିତି ଖାଇବାକୁ ଦବ, ମା ହିଁ ଜାଣେ, ଆଉ କିଏ ଜାଣିପାରିବେ ନା। ସେ କଣ ଖାଏ, କେମିତି ଖାଏ, ମା ଜାଣେ ନା। ଯେ ପ୍ରକୃତ ସେବକ ତାର ଦୁଇଟି ହଉଛି ବିଶେଷ ସେବା। ପ୍ରଥମ ହଉଛି ଭୋଜନ, ଆଉ ଦ୍ୱିତୀୟ ହେଲା ବେଶ। ଶୃଙ୍ଗାର ପିଲାଙ୍କର ଅଜଟ ଦେଖିବେ ଦୁଇଟା ଜାଗାରେ ବେଶୀ, ମୁହଁରେ ଆଉ ଖାଇବା। ଏଇ ପ୍ୟାଣ୍ଟ ମୁଁ ପିନ୍ଧିବି, ଏଇ ଜିନିଷ ସବୁ ଖାଇବି। ଅଲଗା ଶୋଇଲା ବେଳେ କିଛି ଦରକାର ନାହିଁ, ଶୋଇଲା ବେଳେ ତ ଆମେ ସେ ଖେଣିକି ଆସିକି ସାଙ୍ଗେ ସାଙ୍ଗେ ଶୋଇଛୁ। ଦୁଇଟା ଜିନିଷ ତାଙ୍କର ବହୁତ ଅଜଟ, ଖାଇବା ଆଉ ପିନ୍ଧିବା। ସେ ସେଇଟାକୁ ପିନ୍ଧିଲେ ମଇଳା ହେଇଥିଲେ ମୁଁ ସେଇଟାକୁ ପିନ୍ଧିବି, ଘର ଡ୍ରେସ ଦେଲେ ପିନ୍ଧିବି। ଆଉ ଖାଇଲା ବେଳେ ଯୋଉଟା ତାଙ୍କ ଦେହ ଖରାପ ସେ ବି ସେଇଟା ମାଗିବେ। ତେଣୁ ଖାଇବା ଆଉ ପିନ୍ଧିବା ଦୁଇଟା ହଉଛି ପିଲାଙ୍କର ଅଜଟ। ପୂଜାରେ ସେଭଳି ଠାକୁରଙ୍କୁ ଶୃଙ୍ଗାର କରିବା ଆଉ ଠାକୁରଙ୍କୁ ଭୋଜନ ଦେବା, ଏଇଟାକୁ ସେ ନିଜ ହସ୍ତରେ କରନ୍ତି। ଲୋକନାଥ ବହୁତ କ୍ରୋଧ ହେଇଗଲେଣି ଆଉ ନିଜେ ରୋଷେଇ କରନ୍ତି। କିନ୍ତୁ ଗୋଟେ ଦିନ ପ୍ରଭୁ ରାଧା ବିନୋଦଙ୍କୁ ବେଶ କରାଯାଇକି ଚାହୁଁଛନ୍ତି। ପ୍ରଭୁଙ୍କର ରୂପ ମାଧୁର୍ଯ୍ୟକୁ ଗୋପାଳନନ୍ଦ ମନ୍ଦିର ବସି ଦେଖୁଛନ୍ତି। ଆଉ ସେତେବେଳେ ସାହାଯ୍ୟ କରିବା ଯେତେବେଳେ ଶିଷ୍ୟ ନଥିଲେ, ତାଙ୍କ ସମଗ୍ର ଜୀବନରେ ଏକମାତ୍ର ଶିଷ୍ୟ ଲୋକନାଥ ରାଜକୁମାର, ଏକମାତ୍ର
ଶିଷ୍ୟ ସତ୍ୟ ନରୋତ୍ତମ। ଆଉ ନରୋତ୍ତମ ଯେ ଜଣେ ସାଧକ ଲୋକନାଥଙ୍କର ପ୍ରତିଜ୍ଞାକୁ ଭଙ୍ଗ କରିପାରେ, ଆଉ କେହି ନା। ଆଉ ଜୀବ ଗୋସ୍ୱାମୀ ଲୋକନାଥଙ୍କୁ ନରୋତ୍ତମକୁ ଦେଖିକି ଜାଣିଦେଲେ ଯେ ଏ ଜଣେ ସାଧକ ଯେ ଭକ୍ତି ବଳରେ ଲୋକନାଥଙ୍କର ପ୍ରତିଜ୍ଞାକୁ ଭାଙ୍ଗିବ। କାରଣ ଲୋକନାଥ ଶପଥ କରିଥିଲେ ସମଗ୍ର ଜୀବନରେ ମୁଁ ଶିଷ୍ୟ ଗ୍ରହଣ କରିବି। ଯାହା ଗୁରୁଦେବ କଣ ଶିଷ୍ୟ ଗ୍ରହଣ କରିବା ମାନେ ଅନ୍ୟ ଶେଷରେ ତୁମେ କିଛି ପ୍ରୋବ୍ଲେମକୁ ଇନଭଲ୍ଭ କରୁଛ, ତୁମେ କିଛି କର୍ମିକ ରିଆକ୍ସନ ଅନ୍ୟର ଯାହା କୁହନ୍ତି କର୍ମଫଳକୁ ତୁମେ ବହିବାକୁ ପଡିବ। ତୁମର ଯଦି ଭଜନ ବଳ ନଥିବ ସେଗୁଡି ସବୁ ଭଜନରେ ବାଧା ସୃଷ୍ଟି କରିବ। ତେଣୁ ଗୋସ୍ୱାମୀ ମାନେ ଶିଷ୍ୟ ଗ୍ରହଣ କରିବା ପାଇଁ ଚାହୁଁନ୍ତି ନା, ସେ ସମଗ୍ର ଜୀବନ ଚାହୁଁନ୍ତି ନା ମୁଁ ଶିଷ୍ୟ ଗ୍ରହଣ କରିବି ନା। କିନ୍ତୁ ନରୋତ୍ତମଙ୍କୁ ଶିଷ୍ୟ ରୂପରେ ଗ୍ରହଣ କଲା ପରେ ମଧ୍ୟ ନରୋତ୍ତମଙ୍କ ସେବା ନା, ଠିକ ତୁମେ ଶିଷ୍ୟ ଭଜନ କର କିନ୍ତୁ ମୋର ସେବା କରିବ, ଯାହା ସେବା କରିବ ବିଗ୍ରହଙ୍କର ସେବା। ଆଉ ନରୋତ୍ତମ ସେତେବେଳେ ଜୀବ ଗୋସ୍ୱାମୀ ତାଙ୍କୁ ପ୍ରଚାରରେ ପଠେଇବେ। ୟା ପୂର୍ବରୁ ଯୋଉ ବିଗ୍ରହ ଲୀଳା ଅଛନ୍ତି ରାଧା ବିନୋଦଙ୍କର ପାଖରେ ଜଣେ ସାଧକ ରୁହନ୍ତି, ସାଧନ ଭୋଜନ କରନ୍ତି। ସିଏ ଆସିକି କୁହନ୍ତି ବାବା ଆପଣ ତ କିଛି ସେବା ନଉନାହାନ୍ତି, ମୁଁ ଟିକେ ରାଧା ବିନୋଦଙ୍କର ସେବାରେ ସାହାଯ୍ୟ କରିବି। ସେ ଟିକେ ଠିକ ଅଛି, ତୁମେ ଆସି ଟିକେ ପରିବା ଅମଣିଆ କରିଦବ, ମୋର ବାସନ କୁସନ ଟିକେ ମାରିଦବ। ଆଉ ଯେଉଁ ସମୟରେ ସେ ରାଧା ବିନୋଦଙ୍କର ରୋଷେଇ କରନ୍ତି ସେ ସମୟ ଆସିଗଲାଣି, କିନ୍ତୁ ଶୃଙ୍ଗାର କରିଦେଇକି ଲୋକନାଥ ବସିଛନ୍ତି। ଆଉ ଭଗବାନଙ୍କ ରୂପ ମାଧୁରୀ ଏଭଳି ସେ ଆସ୍ୱାଦନ କରୁଛନ୍ତି। ଇଏ ଯିଏ ସାହାଯ୍ୟ କରନ୍ତି ଲୋକନାଥଙ୍କୁ, ସେ ଆସିକି ଦେଖିଲେ ଯେ ବସିଛନ୍ତି ତ ବସିଛନ୍ତି, ଆଉ ଏତେ ସମୟ ହେଇଗଲାଣି କଣ ରୋଷେଇ କରିବା ପାଇଁ ଆସୁନାହାନ୍ତି, ଠାକୁରଙ୍କର କଣ ଭୋଗ ଲଗେଇବେନି ନା କଣ? ଅପେକ୍ଷା କରି କରି ରୋଷେଇ ଦ୍ୱାର ମୁହଁରେ ସେ କଣ ଯାଉଛି କହିବା ଟିକେ, ସେ ତ ଏତେ ଚିନ୍ତାରେ ତନ୍ମୟ ଅବସ୍ଥାରେ ଟିକେ କହିବେ। ଏ କହିବା ପାଇଁ ଆସିବା ଭିତରେ ଲୋକନାଥ ଚାଲି ଆସିବେ। ଲୋକନାଥ ଆସିନାହାନ୍ତି, ଭଗବାନ ରାଧା ମାଧବ ରାଧା ବିନୋଦ ନିଜେ ଲୋକନାଥଙ୍କ ବେଶରେ ଆସୁଛନ୍ତି। କାହିଁକି ନା ତାଙ୍କର ଅନ୍ତର ଭାବନା ଆସିଲା, ଇଏ ଆସିକି ଲୋକନାଥଙ୍କୁ ଡାକିଦେବ, ଲୋକନାଥ ମୋର ଯୋଉ ରୂପ ମାଧୁରୀଟାକୁ ଆସ୍ୱାଦନ କରୁଛି ଭଙ୍ଗ ହେଇଯିବ। ତାର ଲୋକନାଥ କଣ କଲେ, ଭଗବାନ କଣ କଲା, ରାଧା ବିନୋଦ ଲୋକନାଥଙ୍କ ବେଶରେ ଆସିଲେ। ଆସିଲି ସେ ଯେ ସାହାଯ୍ୟ କରିବା ପାଇଁ ଆସିଥିଲେ ତାଙ୍କ ସାଙ୍ଗ ରହିଲେ, ରୋଷେଇବାସ ଆରମ୍ଭ କଲେ। କିନ୍ତୁ ଏହା ଭିତରେ ସାଧକ କଣ କଲେ, ଯିଏ ସାହାଯ୍ୟ କରନ୍ତି ଲୋକନାଥଙ୍କୁ, ସେ କହିଲେ ଟିକେ ଯିବା ମନ୍ଦିରରେ ବିଗ୍ରହକୁ ଦେଖିଦେଇ ଆସିବ। କବାଟ ତ ଦ୍ୱାର ଦେଶ ଖୋଲା ଥିଲେ। ସେତେବେଳେ ଆସିକି ମନ୍ଦିରରେ ପହଞ୍ଚନ୍ତି, ଦେଖିଲେ ଏଠି ଲୋକନାଥ ବସିକି ବିଗ୍ରହକୁ ଦେଖୁଛୁ, ଦର୍ଶନ କରିଛନ୍ତି, ସେ ତନ୍ମୟ ଅବସ୍ଥାରେ ଅଛି। ପୁଣି ଯାଇକି ରୋଷେଇ ଘରେ ଦେଖିଲା ବେଳକୁ ସେଠି ଲୋକନାଥ ରୋଷେଇ କରୁଛି। 2-3 ବାର ହେଲା ପରେ ତାଙ୍କର ମନ ଭିତରେ ଗୋଟେ ଭାବନା ଆସିଲା, ଆରେ ଏଠି ତ ଯାହା ଏଠି ଦେଖୁଛି ସେ ତନ୍ମୟ ଅବସ୍ଥାରେ ବସିକି ରୂପ ମାଧୁରୀକି ଦର୍ଶନ କରୁଛନ୍ତି, ସେଠି ବି ରୋଷେଇ କରୁଛନ୍ତି। ପ୍ରକୃତରେ ଲୋକନାଥ କିଏ ମୁଁ କେମିତି ଜାଣିବି? ତେଣୁ ଆସି ଯେ ବିଗ୍ରହ ପାଖରେ ଯିଏ ବସିଥିଲେ କହିଲେ ଇଏ ହେଇଥିଲା ପ୍ରକୃତ ଲୋକନାଥ। ତାଙ୍କ ପାଦ ତଳେ ପଡି କାନ୍ଦିଲେ, କହିଲେ ପ୍ରଭୁ ଆପଣ କଣ ପ୍ରଭୁଙ୍କ ପାଇଁ ରୋଷେଇ କରିବେନି? ସେଟା ଉଠିଲେ, ହଁ ସତ କଥା, ତ ଏତେ ସମୟ ହେଇଗଲାଣି ରୋଷେଇ କରିନି, ଚାଲ ଚାଲ। ଏ ଭିତରେ ଗଲାବେଳକୁ ରୋଷେଇ ନା କିନ୍ତୁ ଦେଖାנו ସମସ୍ତ ରୋଷେଇ ଯେତେ ତାଙ୍କର ଭୋଗର ସରଞ୍ଜାମ ସବୁ ରୋଷେଇ ହେଇକି ରହିଛି। ଆଉ ଲୋକନାଥ ଆସି ପ୍ରଭୁଙ୍କ ପାଦ ତଳେ ପଡି କାନ୍ଦିଲେ, କହିଲେ ପ୍ରଭୁ ମୋର ଆଜି କେତେ ବଡ ଅପରାଧ ହେଇଗଲା, ମୁଁ ମୋ ସୁଖ ପାଇଁ ଆଜି ଆପଣଙ୍କ ରୂପ ମାଧୁରୀଙ୍କୁ ଦେଖିବାର ତନ୍ମୟ ଅବସ୍ଥା ଏମିତି ପ୍ରାପ୍ତ ହେଇଗଲା, ଆପଣଙ୍କ ପାଇଁ ରୋଷେଇ କରିପାରିଲି। ତାର ପରଠାରୁ ଲୋକ ନା ଆଉ ବେଶୀ ସମୟ ରାଧା ମାଧବଙ୍କୁ ରାଧା ବିନୋଦଙ୍କୁ ଚାହାନ୍ତି ନା, ଯଦି ମୁଁ ଚାହିଁବି ଆପଣଙ୍କ ସେବା ହିଁ ବାଧା ବିଘ୍ନ ହେଇଛି। ଏଇଭଳି ତାଙ୍କର ତ ଲୀଳା ବେଶୀ ମିଳେନି। ଗୋଟିଏ ଲୀଳା ଆମର ଭକ୍ତମାନେ କଲେକ୍ସନ କରିକି ରଖିଛନ୍ତି। ୟାର ପରେ ମୁଁ କାଲି ଗୋଟେ ଭୁଲ କଥା କହୁଥିଲି, ମହାପ୍ରଭୁ 1516 ଯାଇନଥିଲେ, 1516 ରୂପ ସନାତନ ବ୍ରଜକୁ ଗଲେ। ମହାପ୍ରଭୁ 1514 ଗଲେ ବ୍ରଜକୁ। କିନ୍ତୁ ମହାପ୍ରଭୁ ବ୍ରଜକୁ ଗଲା ପର୍ଯ୍ୟନ୍ତ ରାଧାକୁଣ୍ଡ ଶ୍ୟାମକୁଣ୍ଡ କିନ୍ତୁ ମିଳୁନଥିଲେ, ଲୋକନାଥ ପାଇନଥିଲେ। ମହାପ୍ରଭୁ ଗଲା ପରେ ରାଧାକୁଣ୍ଡ ଶ୍ୟାମକୁଣ୍ଡ ପ୍ରକଟ କରି ଆଉ ଲୋକନାଥ ସେତେବେଳେ ବ୍ରଜରେ ଅଛନ୍ତି, ରୂପ ସନାତନ ସେତେବେଳେ ବ୍ରଜକୁ ଗଲେ। ମହାପ୍ରଭୁ ତାଙ୍କୁ କାଶୀରୁ ପଠେଇଲା ବେଳକୁ ରୂପ ସନାତନଙ୍କୁ ଆଦେଶ ଦେଇଥିଲେ, ତୁମେ ଯାଇ ଲୋକନାଥକୁ ସାହାଯ୍ୟ କରିବ। ରାଧାକୁଣ୍ଡ ଶ୍ୟାମକୁଣ୍ଡ ପ୍ରକଟ ହେଲେ ଆଉ ରୂପ ସନାତନ ବ୍ରଜରେ ଅଛନ୍ତି, ତାଙ୍କ ସହିତ ବହୁତ ଆନନ୍ଦରେ ଲୋକନାଥଙ୍କର ଦିନ ଗଲା। କାହିଁକି ନା ଲୋକନାଥଙ୍କ ଗୋଟେ ବହୁତ ବଡ ବୋଝ ଚାଲିଗଲା। ରୂପ ସନାତନ ଯେଉଁ ଯେଉଁ ତୀର୍ଥ ସ୍ଥାନ ସବୁ ପ୍ରକଟ କରିଥିଲେ ବୁଲେଇ ବୁଲେଇ ଲୋକନାଥ ଦେଖେଇଲେ, ଦେଖ ରାଧା ବିନୋଦଙ୍କ କୃପାରୁ ଇଏ ସବୁ ପ୍ରଭୁ ଶ୍ରୀକୃଷ୍ଣଙ୍କର ରାସ୍ତା, ୟାର ସଂସ୍କାର, ୟାର ନାମକରଣ, ୟାର ଦାୟିତ୍ଵ ସବୁ ତୁମ ଉପରେ ରହିଲା। ମୋର ବୟସ ହେଇଗଲା, ମୁଁ ଟିକେ ଭଜନ କରିବି।
ସେତେବେଳେ କେଶିଘାଟ ରୋଗୀ ନିରନ୍ତର ଭଜନ ଲାଗିଲେ। କିନ୍ତୁ ଲୋକନାଥ ଏତେ ଦୀର୍ଘଜୀବୀ ଥିଲେ, ଲୋକନାଥ ଆଉ ଭୂଗର୍ଭ ମହାପ୍ରଭୁ ଅପ୍ରକଟ ହେଇଗଲେ, ନିତ୍ୟାନନ୍ଦ ପ୍ରଭୁ ଅପ୍ରକଟ ହେଇଗଲେ, ଆ, ରଘୁନାଥ ଦାସ ଗୋସ୍ୱାମୀ ଅପ୍ରକଟ ହେଇଗଲେ। ରଘୁନାଥ ଦାସ ଗୋସ୍ୱାମୀ ବହୁତ କମ ବୟସରେ, କିନ୍ତୁ ମହାପ୍ରଭୁଙ୍କ ଅପ୍ରକଟ ପରେ ସେ ବିରହର ଅପ୍ରକଟ ହେଇ ରୂପ ସନାତନ ଚାଲିଗଲେ, ଆଉ ରଘୁନାଥ ଭଟ୍ଟ ବି ଚାଲିଗଲେ। ଗୋସ୍ୱାମୀ ମାନଙ୍କ ଭିତରେ ଆମର ଷଡ଼ ଗୋସ୍ୱାମୀ ଭିତରେ ଦୁଇ ଗୋସ୍ୱାମୀ ରହିଲେ, ଗୋପାଳ ଭଟ୍ଟ ଆଉ ଜୀବ, ଆଉ ଭୂଗର୍ଭ ଆଉ ଲୋକନାଥ, ଏ ଚାରି ଜଣ ହେଲେ ବ୍ରଜର ଯେ ମୁକୁଟମଣି। ଏମାନେ କେବଳ ବ୍ରଜର ଭିତ୍ତିକୁ ପ୍ରଚାର କରୁଛନ୍ତି, କିନ୍ତୁ ଜୀବ ଗୋସ୍ୱାମୀଙ୍କୁ ସମ୍ରାଟ କରିଦେଲା ପରେ ଗୋପାଳ ଭଟ୍ଟ ସେବାରେ ଲାଗିଲେ, ଏ ଦୁଇ ଜଣ ଭଜନ ଲାଗିଲେ, କିନ୍ତୁ ପ୍ରଚାର ପାଇଁ ଜଣେ ଅଛନ୍ତି କିଏ ଜୀବ ଗୋସ୍ୱାମୀ। ତାଙ୍କର ସବୁବେଳେ ଚିନ୍ତା ମହାପ୍ରଭୁଙ୍କର ବାଣୀଟା ପ୍ରଚାର କେମିତି ହବ, ସବୁବେଳେ ବସି କ୍ରନ୍ଦନ କରନ୍ତି, ପ୍ରଭୁ ମତେ ଟିକେ ସାହାଯ୍ୟ କରନ୍ତୁ, ଏହି ଗୋସ୍ୱାମୀଗଣ ମତେ ଟିକେ ସାହାଯ୍ୟ କରନ୍ତୁ। କାରଣ ଭକ୍ତିର ସାମର୍ଥ୍ୟ ସିଂହ ରଚନା ହେଲେ ଯେମିତି ଗ୍ରନ୍ଥ ସବୁ ରଚନା ହେଲେ ଏଗୁଡିକ ପ୍ରଚାର ହବା ଦରକାର ନା। ଆଉ ପ୍ରଚାର କେବଳ ସୀମିତ ରହିଲା ଉତ୍ତର ଭାରତରେ, ଓଡିଶା, ବେଙ୍ଗଲ, ବିହାର, ଇଏ ଯୋଉ ରାଜ୍ୟ ସବୁ ଅନ୍ଧକାର ରହିଲା। ତେଣୁ ଜୀବ ଗୋସ୍ୱାମୀ ଯେତେବେଳେ କ୍ରନ୍ଦନ କରୁଛନ୍ତି, ବ୍ରଜରେ ତିନି ମହାତ୍ମା ଏକକାଳୀନ ପ୍ରବେଶ କଲେ, ଆଉ ତିନି ଜଣଙ୍କ ପାଖରେ ମହାପ୍ରଭୁ, ନିତ୍ୟାନନ୍ଦ ପ୍ରଭୁ ଆଉ ଅଦ୍ୱୈତ ଆଚାର୍ଯ୍ୟ ଆବିଷ୍ଟ ହେଇଥିଲେ। ଜୀବ ଗୋସ୍ୱାମୀଙ୍କୁ ଏତେ ଆନନ୍ଦ ଲାଗିଲା ସେ ସମୟ, ସେତେବେଳେ ଖୋଜୁଛନ୍ତି ତିନି ଜଣ ପ୍ରବେଶ କଲେ, କିଏ କିଏ? ଶ୍ୟାମାନନ୍ଦ, ବକ୍ଷକୃଷ୍ଣ ଦାସ ଆଉ ଶ୍ରୀନିବାସ ଆଚାର୍ଯ୍ୟ ଆଉ ରାଜପୁତ୍ର ନରୋତ୍ତମ। ତିନି ଜଣଙ୍କର ସୁକୁମାର ବୟସ, ଆଉ ତାଙ୍କ ଭିତରେ ସବୁଠୁ ସୁକୁମାର ସବୁଠୁ ସୁନ୍ଦର ଦେଖିବା ପାଇଁ ଅଛନ୍ତି ଆମର ଶ୍ୟାମାନନ୍ଦ। ଶ୍ୟାମାନନ୍ଦ ରସିକାନନ୍ଦଙ୍କର ଶରୀର ମହାପ୍ରଭୁଙ୍କ ଭଳି। ଆପଣ ଶ୍ୟାମାନନ୍ଦ ପ୍ରଭୁଙ୍କର ଅଷ୍ଟକ ଅଛି, ଆଉ ଶ୍ୟାମାନନ୍ଦ ପ୍ରଭୁଙ୍କ ରୂପ ବର୍ଣ୍ଣନା ଅଛି, ଚମ୍ପକ ବର୍ଣ୍ଣ ଭଳି ତାଙ୍କର ବର୍ଣ୍ଣ। ମହାପ୍ରଭୁ ଆଉ ଶ୍ୟାମାନନ୍ଦ ରସିକାନନ୍ଦ ଖାଲି ଭେଦ ଜାଣିପାରିବେ ନା, ଏତେ ବିଶାଳ। ଆଉ କୃଷ୍ଣ ବର୍ଣ୍ଣ ହଉଛନ୍ତି ଆମର ନରୋତ୍ତମ, ଭଗବାନ ଶ୍ରୀକୃଷ୍ଣଙ୍କ ଭଳି ଦେଖିବା ପାଇଁ ତାଙ୍କର ବର୍ଣ୍ଣ। ଅତି ସୁକୁମାର ରାଜକୁମାର, ସେ ବ୍ରହ୍ମଚାରୀ, ଆଜନ୍ମ ନୈଷ୍ଠିକ ବ୍ରହ୍ମଚାରୀ। ଆଉ ଜୀବ ଗୋସ୍ୱାମୀ ତାଙ୍କ ପ୍ରାପ୍ତ ହେଲେ ଜାଣିଦେଲେ, କାରଣ ଏଇ ଏକମାତ୍ର ଶିଷ୍ୟ ଯେ ପ୍ରତିଜ୍ଞା କରିଛନ୍ତି ଲୋକନାଥ ଶିଷ୍ୟ ଗ୍ରହଣ କରିବେ ନା, ତାଙ୍କ ପ୍ରତିଜ୍ଞାକୁ ଭାଙ୍ଗିବେ କେବଳ ଏଇ ନରୋତ୍ତମ, ୟା ଛଡା ଆଉ କହିପାରିବେନି। ଆପଣ ନରୋତ୍ତମ ଗୋସ୍ୱାମୀଙ୍କ ଚରିତ୍ର ପ୍ରସଙ୍ଗରେ ଶୁଣିବା କେମିତି ଲୋକନାଥ ଗୋସ୍ୱାମୀ ସେ ଶିଷ୍ୟ ଏ ଗୁରୁ ଉପରେ ଗ୍ରହଣ କଲେ। କିନ୍ତୁ ତିନି ଜଣଙ୍କୁ ପାଇଗଲା ପରେ ଜୀବ ଗୋସ୍ୱାମୀ ଗୋଟେ ଅଡୁଆରେ ପଡିଲେ। କଣ ଅଡୁଆରେ ପଡିଲେ ନା, ଶ୍ରୀନିବାସ ଆଚାର୍ଯ୍ୟଙ୍କୁ ସେ ଆରାମସେ ପଠାଇ ପାରିବେ, କାହିଁକି ଶ୍ରୀନିବାସ ଆଚାର୍ଯ୍ୟ ଥିଲେ ଗୋପାଳ ଭଟ୍ଟଙ୍କର ଶିଷ୍ୟ, ତେଣୁ ସେ ଆରାମସେ ତାଙ୍କୁ ପଠେଇ ପାରିବେ ପ୍ରଚାର କରିବା ପାଇଁ ଜୀବ ଗୋସ୍ୱାମୀ। ଆଉ ବକ୍ଷକୃଷ୍ଣ ଦାସ ଶ୍ୟାମାନନ୍ଦ ଥିଲେ ତାଙ୍କ ଅଧୀନରେ, ଜୀବ ଗୋସ୍ୱାମୀଙ୍କ ଅଧୀନରେ। କିନ୍ତୁ ନରୋତ୍ତମ ଯେତେବେଳେ ଶିଷ୍ୟ ରୂପରେ ଗ୍ରହଣ କରିଛନ୍ତି ଲୋକନାଥଙ୍କ ଯେତେବେଳେ ସେବାର ଆବଶ୍ୟକ, ଅତି ବୃଦ୍ଧ 100 ବର୍ଷ, ଜୀବ ଗୋସ୍ୱାମୀ ଡରୁଛନ୍ତି, ମୁଁ ଲୋକନାଥଙ୍କୁ କେମିତି କହିବେ ଯେ ଆପଣ ଆପଣଙ୍କ ଶିଷ୍ୟଟାକୁ ଦିଅନ୍ତୁ, ଯେଟାକୁ ପ୍ରଚାର କରି ପଠେଇବି। ଜୀବ ଗୋସ୍ୱାମୀ ଦୀର୍ଘ ଦିନ ଧରି ଏଇ ଗୋଟିଏ କଥାକୁ ଚିନ୍ତା କରୁଛନ୍ତି। ଶାସ୍ତ୍ର ବର୍ତ୍ତମାନ ପ୍ରସ୍ତୁତ ହେଇକି ରହିଛନ୍ତି, ପ୍ରଚାରକ ଅଛନ୍ତି, କିନ୍ତୁ ଜଣେ ପ୍ରଚାରକଙ୍କର ଦରକାର। ନରୋତ୍ତମ ନହେଲେ ପ୍ରଚାର ହେଇପାରିବ, କାରଣ ତିନି ଜଣ ତିନି ଜାଗାରେ ପ୍ରଚାର କରିଛନ୍ତି। ପଶ୍ଚିମବଙ୍ଗ ଖେତୁରୀ ସାଇଡ୍ ଯୋଉ ଅଛନ୍ତି ନରୋତ୍ତମ, ସେ ସାଇଡରେ ପ୍ରଚାର କରିଛନ୍ତି ନରୋତ୍ତମ। ଓଡିଶା, ବେଙ୍ଗଲ, ଓଡିଶା, ଆସାମ ଆମର ରହିଲେ ଶ୍ୟାମାନନ୍ଦ ପ୍ରଭୁ, ଆଉ ଏଇ ଯୋଉ ବୈଚିତ ସ୍ଥାନ ଗୁଡିକ ରହିଲେ ଏଗୁଡିକ ରହିଲେ ଶ୍ରୀନିବାସ ଆଚାର୍ଯ୍ୟ। ଆଉ ତିନି ଜଣ ତିନି ଉପାୟରେ ପ୍ରଚାର କରନ୍ତି। ନରୋତ୍ତମ ପ୍ରବଚନ ଦିଅନ୍ତି, ନରୋତ୍ତମଙ୍କର ଭଜନରେ ସମସ୍ତ ଭକ୍ତ ହେଇଯାନ୍ତି, ଏତେ ସରଳିତ କଣ୍ଠ, ତାଙ୍କର ଦର୍ଶନ, ତାଙ୍କର ଭଜନରେ, ବୈଷ୍ଣବ ଭଜନରେ ସମସ୍ତେ ଭକ୍ତ ହେଇଯାନ୍ତି। ଆଉ ଶ୍ୟାମାନନ୍ଦ ପ୍ରଭୁଙ୍କର କୀର୍ତ୍ତନ, ଶ୍ୟାମାନନ୍ଦ ପ୍ରଭୁ ଏତେ ସୁନ୍ଦର କୀର୍ତ୍ତନ କରନ୍ତି, ସେ କୀର୍ତ୍ତନରେ ଭକ୍ତ କରିଦିଅନ୍ତି। ଆଉ ଶ୍ରୀନିବାସ ଆଚାର୍ଯ୍ୟ ଭାଗବତରେ ପ୍ରବଚନ ଏକ୍ସପର୍ଟ, ଦକ୍ଷ, ସେ ସିଦ୍ଧାନ୍ତ କଥା କହି ପ୍ରଚାର କରନ୍ତି। କିନ୍ତୁ ଲୋକନାଥଙ୍କ ପାଖରୁ ଆଣିବେ କେମିତି ନରୋତ୍ତମ,
गोटे दिन जीव गोस्वामी जाकि प्रार्थना कर देखो शिष्य ग्रहण किभଳି ସେମାନେ କରୁଥିଲେ ଅଧିକାରୀ ଅଧିକାରୀଙ୍କୁ ଶିଷ୍ୟ ଗ୍ରହଣ କରି ଯଦି ଉତ୍ତମ ଅଧିକାରୀ କନିଷ୍ଠ ଅଧିକାରୀକୁ ଶିଷ୍ୟ ଗ୍ରହଣ କଲା ତାର ଭୋଜନରେ ବାଧା ହବ କାରଣ ଏଇ କନିଷ୍ଠ ଅଧିକାରୀ ଚାଲିବାଟା ଶିଖିବାକୁ ପଡିବ ନା ସବୁବେଳେ ଚାଲିବାଟା ଶିଖିବାକୁ ତୁ ଏମିତି ଖାଇ ଏମିତି ଶୋଇ ଆରେ ସେ ତ ଶିଷ୍ୟର ଦାୟିତ୍ୱ ତାର ଭୋଜନରେ ବାଧା ନାହିଁ ତା ଆଗରୁ ଗୋସ୍ୱାମୀ ମାନେ ସବୁ ଉତ୍ତମ ଅଧିକାରୀ ଥିଲେ ତ ସେ ସବୁ ଉତ୍ତମ ଅଧିକାରୀ ଶିଷ୍ୟ ଚାହୁଁଥିଲେ ତେଣୁ ଶିଷ୍ୟ ଗ୍ରହଣ କରିବା ପୂର୍ବରୁ ଗୋସ୍ୱାମୀ ବହୁତ ସତର୍କ ରହୁଥିଲେ ସେ ଆମର ଗୋଟେ ମେଳା ଅଛି ଗୋଟେ କଥା ଅଛି ଯେ ଶିଷ୍ୟ କିଭଳି ଗ୍ରହଣ କରୁଥାଏ ଗୋସ୍ୱାମୀ ମାନେ ନା ଅଧିକାର ଦେଖି ଆଉ ନରୋତ୍ତମଙ୍କର ଅଧିକାର ଦେଖିକି ତାଙ୍କୁ ଗ୍ରହଣ କରିଥିଲେ ଲୋକମାନେ ପୁରା ବାର୍ଦ୍ଧକ୍ୟ ସମୟରେ କିନ୍ତୁ ତାଙ୍କର ସେବା ନେଇ ନା ଜଣେ ଗୁରୁଙ୍କ ନିକଟରେ 2 ଜଣ ଶିଷ୍ୟ ରହୁଥିଲେ 2 ଜଣ ଆଉ 2 ଜଣ ଶିଷ୍ୟ ବହୁତ ଦିନ ସେବା କଲା ପରେ ମନ୍ତ୍ର ମାଗିଲେ ଗୁରୁଦେବ ଆମେ ଏତେ ଦିନ ତ ସେବା କଲୁ ଆମକୁ ଟିକେ ଦୀକ୍ଷା ଦିଅ ମନ୍ତ୍ର ଦୀକ୍ଷା ନମିଲେ ତ ଭକ୍ତିର ଅଙ୍ଗଟା ଏଇଟା ଗୋଟେ ଅଙ୍ଗ ପୂର୍ଣ୍ଣ ହବ ଭକ୍ତି ଯାଚନା ଆମେ କରିବା ଆମକୁ ଗ୍ରହଣ କରନ୍ତୁ ଦୀକ୍ଷା ନବ ଯେ ତମେ ଏତେ ଦିନ ରହିଲ ବର୍ତ୍ତମାନ ଘରକୁ ଯାଅ 1 ବର୍ଷ ପରେ ଆସିଲା ପରେ ମୁଁ ତୁମକୁ ଦୀକ୍ଷା ଦେବି କାରଣ ଗୁରୁ ଜାଣିବା ପାଇଁ ଚାହୁଁଛନ୍ତି ଏ 2 ଜଣଙ୍କ ଭିତରୁ କିଏ ଅଧିକାରୀ ସେ ଅଧିକାରୀ କିନ୍ତୁ ମନ୍ତ୍ର ଦେବେ ଏ ପ୍ରକୃତ ଅଧିକାର ନୁହେଁ ଆକୁ ମନ୍ତ୍ର ଦେଲା ମାନେ ମୋର ଭଜନରେ ବାଧା ସୃଷ୍ଟି ହବ ଆଉ ସେ ତ ଭଜନ କରିବି ସେ କହିଲେ ବାବା ବାଧ କରିକି ତୁମେ ଆଣିଥିଲ ଚଣା 2 ମୁଠା ସେ ଚଣା 2 ମୁଠା ଆଣ ଏ ଶିଷ୍ୟକୁ 1 ମୁଠା ଚଣା ଦେଲେ ଶିଷ୍ୟ 1 ମୁଠା ଚଣା ଦେଲେ କହିଲେ ଏଇ 2 ମୁଠା ଚଣା ତୁମେ ନେଇକି ଯା 1 ବର୍ଷ ପରେ ଏ ଚଣା ଧରିକି ଆସ ଗୁରୁ 2 ଜଣଙ୍କୁ ଏ କଥା କହିକି ପଠେଇଦେଲେ 2 ଜଣ ଗଲେ 1 ବର୍ଷ ପୁରୀ ଗଲା ଜଣେ ଯୋଉ ଶିଷ୍ୟ 2 ଜଣଙ୍କ ଭିତରେ ଜଣେ ଶିଷ୍ୟ କଣ କଲା ନା ସେଇ ଚଣାଟାକୁ ନେଲା ଡବା ଭିତରେ ତାକୁ ରଖିଲା କାହିଁକି ନା ଏଇ ଚଣାଟାକୁ ମତେ 1 ବର୍ଷ ପରେ ଗୁରୁଦେବଙ୍କୁ ନେଇକି ଦବାକୁ ପଡିବ ସେ ଡବା ଭିତରେ ତାକୁ ରଖିଲା ଆଉ ଗୋଟେ ଶିଷ୍ୟ କଣ କଲା ନା ସେ ମୁଠେ ଚଣାକୁ ନେଇକି ବିଲରେ ବୁଣିଲା ସେ ବିଲରେ ବୁଣି ତାର ଯେତେ ଧନ ଜମିଥିଲା ସେ ଚଣାରେ ଚଢିଲା ବର୍ଷ ପୁରିଲା ତାର ଗୁରୁଦେବଙ୍କ କଥା ମନେ ପଡିଲେ ଦେହ ଆସି କଥାବାର୍ତ୍ତା ହେଲେ ଗୁରୁଦେବ କହିଥିଲେ ଯିବା ମନ୍ତ୍ର ଦୀକ୍ଷା ନବା ସେ କହିଲେ ତୁମେ ଚଣା ନେଇକି ଯିବା ଗୁରୁଦେବ କହିଥିଲେ ମନେ ଅଛି ନା ହଁ ଏ ସେଠି କଣ ମୁଁ ପା ରଖିଛି ଚଣାକୁ ଡବା ଭିତରେ ଭରି କିନ୍ତୁ ଡବା ଭିତରେ ରଖିଥିବା ଚଣାଟା କଣ ହେଲାଣି ଗୁଣ ଲାଗିଗଲାଣି ଗୁରୁଦେବ ଚଣାଟାକୁ ଦେଇଥିଲେ ସେ କଣ ଦେଇଥିଲେ ନା ଗୁଣ ଲାଗିବା ପାଇଁ ସେ କହିଲା ଗୁରୁଦେବ ଦେଇଥିଲେ ଚଣାଟାକୁ ଫେରିବା ପାଇଁ ଇଏ ତାର କଣ କଲା ନା ସେ ଡବା ଭିତରୁ ଗୁଣ ଲାଗିଥିବା 1 ମୁଠା ଚଣାକୁ ଧରିକି ନେଲା ସେ କଣ କଲା ନା ବାଡିରେ ଚାଷ କରିଥିବା ଚଣାରୁ 1 ବସ୍ତା କାନ୍ଧିଗଲା ଗୁରୁଦେବ 2 ଜଣଙ୍କୁ ଦେଖିଲେ କହିଲେ ମୋ ଚଣା ଦେହ ଇଏ ତାର ସେ ଗୁଣ ଚଣା ଟିକେ ଦେଲା ମୁଠେ ସେ ଚଣା ବସ୍ତେ ଫ୍ରେଶ ଚଣାକୁ ଦେଲା ଗୁରୁଦେବ କହିଲେ ତମେ 2 ଜଣଙ୍କ ଭିତରୁ ଅଧିକାରୀ ଅଛି ଗୁଣାକୁ ମନ୍ତ୍ର ଦେଲେ ଇଏ ଭକ୍ତ ମାନଙ୍କର ଅଗ୍ରଗତି କରିପାରେ ସାଧାରଣ ଭୋଜନ ବାଧନ ୟାକୁ ମୁଁ ଶିଷ୍ୟ ରୂପରେ ଗ୍ରହଣ କରେ ତୁମର ମନ୍ତ୍ର ପାଇବାର ବର୍ତ୍ତମାନ ଅଧିକାର ତୁମ ଯା ଅଧିକାରୀ ଦେଖି ସେମାନେ ଶିଷ୍ୟ ଗ୍ରହଣ କରୁ ଆଉ ଗୁରୁଦେବ ସେ ଭଜନ ଆବିଷ୍ଟ ହଉଥିଲେ ତାଙ୍କ ଭଜନରେ କିଛି ବାଧା ସୃଷ୍ଟି ହେବ ତେଣୁ ଜୀବ ଯାଇ ଯେତେବେଳେ ପ୍ରାର୍ଥନା କଲେ ଲୋକନାଥଙ୍କୁ କହିଲେ ପ୍ରଭୁ ମୋର ଗୋଟେ ପ୍ରାର୍ଥନା ଅଛି ନା କଣ ନା ମୁଁ ଗୋଟେ ବହୁତ ବଡ ସମ୍ପତ୍ତି ମାଗିବା ପାଇଁ ଆସିଛି ନା କାହାକୁ କଣ ମୋ ପାଖରେ କଣ ସମ୍ପତ୍ତି ମୋର ସମ୍ପତ୍ତି ଅଛି ରାଧା ବିନୋଦ ମୋର ରାଧା ବିନୋଦକୁ ଛାଡିକି ତୁମେ ଜଣ ମାଗି ପାର ଲୋକନାଥ କହିଲେ ନା ମୁଁ ନରୋତ୍ତମକୁ ଚାହୁଁଛି ଦୀର୍ଘ 100 ବର୍ଷ ଯେଉଁ ସମୟରେ ଅବସ୍ଥା ତାଙ୍କର ସେହି ସମୟରେ ସେ ଆନନ୍ଦରେ ତାଙ୍କ ମୁଖ ପ୍ରଫୁଲ୍ଲିତ ହେଇଗଲା ଯେବେ ତୁମେ ନରୋତ୍ତମକୁ କାହିଁକି ଚାହୁଁଛ ନା ମୁଁ ତାକୁ ପ୍ରଚାରରେ ପଠେଇବି 100 ବର୍ଷ ବୟସରେ ବୃଦ୍ଧ ଆନନ୍ଦରେ ପୁରା ମର୍ତ୍ତା କରି ଆରେ ମୁଁ ଶିଷ୍ୟ ନରୋତ୍ତମ ବର୍ତ୍ତମାନ ହରିଙ୍କୁ ପାଇଁ ଯିବ ମୁଁ ତମ ହାତରେ ଆଜିଠୁ ସମର୍ପଣ କଲି ମୋର ଶିଷ୍ୟ ତମେ ନେଇଯାଉ ହରି କଥା ପ୍ରଚାର ହେବା ଦରକାର ଗୋସ୍ୱାମୀଙ୍କର ବାଣୀ ପ୍ରଚାର ହେବା ଦରକାର 100 ବର୍ଷରେ କିନ୍ତୁ ଇଏ କାନ୍ଦୁଥିଲେ କୋଉଥିପାଇଁ ଗୋଟିଏ ଶିଷ୍ୟ ସେବା କିଏ କରିବ ମୋର ସେବା କଥା ଯେବେ ମୁଁ କହୁଥିଲି ମୋର ସେବା କଥା ଚିନ୍ତା କରିବା ଦରକାର ନାହିଁ ତାଙ୍କୁ ପ୍ରଚାର ପଠାଅ ଆଉ ନରୋତ୍ତମ ପାଖରେ ଠିଆ ହେଇଥାଏ ତାଙ୍କ ଆଖିରୁ ଧାର ଧାର ଲୁହ ବହିବ ସେ ଯିବେ ବର୍ତ୍ତମାନ ବିଦାୟ ନେଇକି ବର୍ତ୍ତମାନ ଆସିବେ
गुरुदेव को प्रणाम कर गुरुदेव मत आप आशीर्वाद करूँ मुझे महाप्रभु बाणी प्रचार में सफलता लाभ करी लोकनाथ कौन कर ठाकुर भक्तेश्वर ठाकुर शिष्य बहुत सुंदर रचना कर ग्रंथ ये संग्रह कर वृंदावन से लोकनाथ अवतार खड़ी कहते नरोत्तम तुम्हें मोर प्रतिज्ञा को भंग कर जीवन में केवल शिष्य ग्रहण करें भगवान श्रीकृष्ण पाखे महाप्रभु पाखे प्रतिज्ञा कर तुम्हें मोर प्रतिज्ञा को भंग कर तुम्हें मोर एकमात्र शिष्य मोर समस्त कृपा को निशेष करके तुमको दे दूची तुम्हें जाओ महाप्रभु को बाणी प्रचार सफल है आज नरोत्तम दो भाई कांदी कहले प्रभु मोर गोटे प्रार्थना नरोत्तम केवल गोटे प्रार्थना करती मत आप कृपा कर आपको आउ थे देखी लोकनाथ मना करदे देखो कौन सी साधक धैर्य धरी पारे से केवल छाड़ी जीव गौणी को जो गौरू तर अप्रकट तिथि कहते नरोत्तम कहते नरोत्तम यहाँ तुम शेष दर्शन तुम्हें दर्शन पाइब जब गोस्वामी समर्पण कर सारे कहले नरोत्तम यहाँ तुम शेष दर्शन मोर तुम्हें दर्शन पाइब ना ब्रजरे नरोत्तम से लोकनाथ गोस्वामी पादुका धूरे बक्षर लगे लोकनाथ को प्रणाम करे जीव गोस्वामी निर्देश लोकनाथ नरोत्तम श्रीनिवास श्यामानंद प्रभु आसने प्रचार कर समय 1583 रु 1588 विषय अप्रकट तिथि भी आज पर्यंत अनुमान कर निर्धारण कर आदि केशव दास जी भक्ति ठाकुर शिष्य नाम नोबियल कापुर से रचना कर 1583 रु 1588 मध्य अप्रकट अप्रकट तिथि एत सी वैराग्य एत निष्कपट जीवन यापन करुले कि सन्धान ही पाऊँ क्या सन्धान पाऊँ कृष्ण कविराज गोस्वामी को से संपूर्ण भाव में मना करते मो विषय लिखा से जीवन चरित विशेष किसी मिले ना तेज ये लोकनाथ गोस्वामी कथा चरित को आम विश्राम दे केवल गोटे प्रार्थना लोकनाथ गोस्वामी प्रार्थना नरोत्तम दास ठाकुर जहाँ कहते हैं प्रार्थना करें सनातन गोस्वामी जीवन चरित को जीवा नरोत्तम एकमात्र शिष्य तो गुरुदेव प्रति केवल भावना था देख केवल भावना थी नरोत्तम दास ठाकुर जीवन चरित आप शुणे गुरु प्रति एत निष्ठा महाप्रभु ना पार्षद किंतु खेतुरी महोत्सव छह विग्रह को प्रतिष्ठा करदे समस्ते प्रकट है महाप्रभु नी नित्यानंद नी रूप नी सनातन नी कि समस्ते आसिले समस्ते नृत्य गीत गले प्रसाद पाइल नरोत्तम दास ठाकुर समस्त को प्रकट करदे खेतुरी महोत्सव नरोत्तम दास ठाकुर चरित्र देखिए क्षेत्र महोत्सव के विस्तार भाव में भक्ति रत्नाकर व्याख्या कर समस्ते प्रकट हो नृत्य कले नरोत्तम को समस्ते आशीर्वाद कले शिष्य से गुरुदेव प्रति गोटे प्रार्थना प्राय समस्ते प्रार्थना टे लिखि बोली चरित्र आम गान करवा लोकनाथ गोस्वामी प्रति आमर यहाँ हूँ प्रार्थना से आम कल्पना करूँ कि आम भक्ति राज्य रहा हा प्रभु लोकनाथ राख पद
ଠାକୁରଙ୍କ ପ୍ରାର୍ଥନା ଏତିନି ସଂସାର ଏତିନି ସଂସାରେ ମୋର ଆର କେହ ନାହିଁ ମୋର ତିନି ସଂସାରରେ ନରୋତ୍ତମ ଦାସ ଠାକୁର ଯେ ରାଜପୁତ୍ର আর কবে গীতাই চান্দের করুণা হইবে সংসার বাসনা মোর কবে তুচ্ছ হবে বিষয় ছাড়িয়া কবে শুদ্ধ হবে মন কবে আম হেরি বসে শ্রী বৃন্দাবন নরোত্তম ঠাকুর যেତେବେଳେ ରାଜକୁମାର ତ ଘର ଛାଡିକି ଆସୁଛନ୍ତି କେବଳ ଏହି ପଦଟାକୁ ଗାଇ ଗାଇକି ଆସୁଛନ୍ତି ଆର କବେ ଗୀତାଇ ଚାନ୍ଦେର କରୁଣା ହଇବେ ମାନେ ଏଇ ଭାବରେ ଆସୁଛନ୍ତି ଆଉ ତାଙ୍କୁ ଦେଖିକି ସମସ୍ତେ ଡାକୁଛନ୍ତି ଆରେ ମୁଁ କଣ ରାଗିକି କଣ ରାଜକୁମାର ପଳେଇଛି କି ବାପା ମା କଣ ତ କିଛି ଗାଳି ଗୁଲଜ ଦେଇ ଏତେ ସୁନ୍ଦର ପିଲା ତମ ଘର ଛାଡିକି ଆସେ ନିତ୍ୟାନନ୍ଦ ପ୍ରଭୁଙ୍କର ଚରଣ କମଳକୁ ଚିନ୍ତା କରିକରି ରାଜକୁମାର ଚାଲିଲେ ବ୍ରଜକୁ ଆଉ ଜୀବ ଗୋସ୍ୱାମୀ ତାଙ୍କୁ ଦେଖି ତାଙ୍କୁ ଜାଣିଦେବୁ ଇଏ ହିଁ ଭରତ ହିଁ ଲୋକନାଥଙ୍କର ଶିଷ୍ୟ ଇଏ ଅଧିକାରୀ ଆଉ ସିଏ ତାଙ୍କ ପ୍ରାର୍ଥନା କହିଛନ୍ତି ଏତେନି ସଂସାର ମୋରେ ଆର କେହ ନାହିଁ ଏଗୁଡା ତିନି ସଂସାର ଭିତରେ ମୋର ଆଉ କେହି ନାହାନ୍ତି ତେଣୁ ଆପଣ ମତେ ପାଦ ତଳେ ରଖନ୍ତୁ ତେଣୁ ନରୋତ୍ତମ ଦାସ ଠାକୁର ତାଙ୍କର ଏକମାତ୍ର ଶିଷ୍ୟ ଯିଏ ଲୋକନାଥଙ୍କର କୀର୍ତ୍ତନକୁ ଜଗତରେ ଯେ ପ୍ରଚାର କଲେ ଆଉ ଲୋକନାଥ କୌଣସି ଗ୍ରନ୍ଥ ରଚନା କରିନାହାନ୍ତି ସେଥିପାଇଁ ମହାପ୍ରଭୁ ଖୋଜୁଛନ୍ତି ଏ ଯୋଉ ବୃନ୍ଦାବନ ଆମେ ଶୁଣୁଥାଏ ନା ବୃନ୍ଦାବନ ଯିବା ରାସ୍ତାରେ ସିଏ ବୃନ୍ଦାବନ ନ ଯାଇ ଝାଡଖଣ୍ଡ ମନରୁ ଗୌଡ଼ ଦେଶ ଦିଗକୁ ଯୋଉ ଗମନ କଲେ ମନରେ ପଡିଗଲା ମଧୁ ସନାତନ କଥା ମୁଁ ଚାହୁଁଛି ଲୋକନାଥଙ୍କୁ ସାହାଯ୍ୟ କରିବା ସହିତ ଶାସ୍ତ୍ର କିଛି ଆବଶ୍ୟକ କାରଣ ଲୋକନାଥ ଭଜନରେ ଏତେ ଆବିଷ୍ଟ ରହିଲେ ଲୋକନାଥ ଆଉ ଗୋସ୍ୱାମୀ ଆଉ ଭୂଗର୍ଭ ଗୋସ୍ୱାମୀ ସେ କିଛି ଶାସ୍ତ୍ର ଲେଖିନାହାନ୍ତି କିନ୍ତୁ ଶାସ୍ତ୍ର ନହେଲେ ବୈଷ୍ଣବ ସମାଜରେ ପ୍ରଚାର କେମିତି କରାଯିବ ଆଧାର କଣ ରହିବ ତେଣୁ ମହାପ୍ରଭୁ ଏଭଳି ପାତ୍ର ଖୋଜୁଛନ୍ତି ସେ ସମୟରେ ସେ ଭୂତଳୀ ରାମକିଣରେ ସନାତନ ଗୋସ୍ୱାମୀ ଆମେ ବର୍ତ୍ତମାନ ସନାତନ ଗୋସ୍ୱାମୀଙ୍କର ଚରିତ୍ର ଶୁଣିବା जयश्रीपाद लोकनाथ गोस्वामी महाराज की ବର୍ତ୍ତମାନ ଲୋକନାଥ ଗୋସ୍ୱାମୀଙ୍କର ଚରିତ୍ରକୁ ଏଠି ସଂକ୍ଷେପ ବର୍ତ୍ତମାନ ଆମେ ସନାତନ ଗୋସ୍ୱାମୀଙ୍କର ଚରିତ୍ରକୁ ଆରମ୍ଭ କରିବା କାରଣ ଇଏ ହଉଛନ୍ତି ଷୋଡ ଗୋସ୍ୱାମୀ ଭିତରେ ଆମକୁ ବଡ ଗୋସ୍ୱାମୀ ବୋଲି କହୁ ସନାତନ ଗୋସ୍ୱାମୀ ବଡ ଆମେ ଯେମିତି ଜଗନ୍ନାଥଙ୍କୁ ବଡ ଠାକୁର ବୋଲି କହୁ ଗୋସ୍ୱାମୀଙ୍କ ଭିତରେ ଗୋସ୍ୱାମୀଙ୍କ ଭିତରେ ସନାତନ ଗୋସ୍ୱାମୀ ବଡ ଗୋସ୍ୱାମୀ କହୁ ଆମର ଯେତେବେଳେ ଗୋସ୍ୱାମୀ ମାନଙ୍କୁ ତାଙ୍କୁ ବଡ ଗୋସ୍ୱାମୀ ବୋଲି ଡାକୁ ଅତି ଧର ଅତି ଶାନ୍ତ ଆଉ ସମ୍ବନ୍ଧ ଆଚାର୍ଯ୍ୟ ସେ
ତିନି ଆଚାର୍ଯ୍ୟ ଆମର ଅଛନ୍ତି ନା, ସମ୍ବନ୍ଧ ଅଭିଧେୟ ପ୍ରୟୋଜନ ଆଚାର୍ଯ୍ୟ। ସମ୍ବନ୍ଧ ଆଚାର୍ଯ୍ୟ ହେଲେ ସନାତନ, ଅତି ଜୀବ ପ୍ରତି ତାଙ୍କର କରୁଣା। ଆଉ ଅଭିଧେୟ ଆଚାର୍ଯ୍ୟ ହେଲେ ରୂପ ଗୋସ୍ୱାମୀ, ଭକ୍ତିର ସମର୍ଥ ସିଂହ ଭକ୍ତି ପ୍ରଚାର କଲେ। ପ୍ରୟୋଜନ ଆଚାର୍ଯ୍ୟ ହେଲେ ଦାସ ଗୋସ୍ୱାମୀ। ଏ ସମ୍ବନ୍ଧ ଆଚାର୍ଯ୍ୟ ବଡ ବଡ ଗୋସ୍ୱାମୀ ଆମର ସନାତନ। ଇଏ ପୂର୍ବ ତାଙ୍କର ତ ବାଲ୍ୟ କାଳର ଲୀଳା କିଛି ବିଶେଷ ଜଣାପଡେ ନା, କିନ୍ତୁ ତାଙ୍କର ପୂର୍ବର ପରିଚୟ ଦେଇ ଆମେ ରାମକଲୀର ଲୀଳାକୁ ଆରମ୍ଭ କରିବା। କବିକର୍ଣ୍ଣପୁର ଗୋସ୍ୱାମୀ ତାଙ୍କର ପୂର୍ବ ପରିଚୟ ଦଉଛନ୍ତି ଗୋରୁ ଗଣେଶ ଦାସ ଦୀପିକାରେ। ଯା ରୂପମଞ୍ଜରୀ ପୃଷ୍ଠା ପୁର ଆଂଶିକ ରତିମଞ୍ଜରୀ ସ ଉଚ୍ୟତେ ନାମ ଭେଦିନ ଲବଙ୍ଗ ମଞ୍ଜରୀ ବୁଧି। ସନାତନ ଗୋସ୍ୱାମୀଙ୍କ ଉପରେ ଦୁଇଟି ମତ ସେ ଦେଇଛନ୍ତି। କେହି କେହି ତାଙ୍କୁ ଲବଙ୍ଗ ମଞ୍ଜରୀ ବୋଲି କୁହନ୍ତି। ରୂପମଞ୍ଜରୀଙ୍କର ଅତି ଶ୍ରେଷ୍ଠ ଅତି ପ୍ରିୟ ଯେ ଲବଙ୍ଗ ମଞ୍ଜରୀ ବା ରତି ମଞ୍ଜରୀ, ସିଏ ବର୍ତ୍ତମାନ ସନାତନ ଗୋସ୍ୱାମୀ ଉପରେ ଆବିର୍ଭାବ ହେଇଛି। ଏଇଟା ବୈଷ୍ଣବ ମାନଙ୍କୁ ବହୁତ କବିକର୍ଣ୍ଣପୁର ଗୋସ୍ୱାମୀ ବହୁତ ଅନୁରୋଧ କରି କହିଛନ୍ତି, ଦେଖ ମୁଁ ଏଇଟାକୁ ଲେଖୁଛି କିନ୍ତୁ କାହା କୌଣସି ସାଧାରଣ ଲୋକ ଆଗରେ କହିବନି ଆମର ଗୋସ୍ୱାମୀ ମାନେ ଏଇ ମଞ୍ଜରୀ ବୋଲି, କାହିଁକି ସେମାନେ ବିଶ୍ୱାସ କରିବେ ନା। ସେ ଲେଖିଛନ୍ତି ମୀମାଂସା କେଭ୍ୟୋ ଶଠ ତାର୍କିକେଭ୍ୟୋ ବିଶେଷତ ହେତୁତେଭ୍ୟୋ ଏସଂ ଗୋପ୍ୟ ପ୍ରଜନ୍ନାଥ ରସଶାସ୍ତ୍ର ବିଭ୍ୟ ଦେହ ସଦା ଗୌର ପଦାଶ୍ରୟେଭ୍ୟୋ। ଦେଖ ମୁଁ ଯୋଉ ଏଇ ଗୋସ୍ୱାମୀ ମାନଙ୍କର ପୂର୍ବ ପରିଚୟ ଦେଲି, ଏଗୁଡିକୁ ଶଠ ଲୋକମାନଙ୍କୁ କହିବ ନା, ତାର୍କିକ ଲୋକମାନଙ୍କୁ କହିବ ନା, ମୀମାଂସିକ ଲୋକମାନଙ୍କୁ କହିବ ନା, ଏମାନଙ୍କୁ ଏଗୁଡା ସବୁ କିଛି ପରିଚୟ ଦବ ନା। ଯୋଉମାନେ ରସଶାସ୍ତ୍ରବିଦ ଆଉ ଯୋଉମାନେ ଗୌର ପଦାଙ୍କିତ, ଯୋଉମାନେ ଚୈତନ୍ୟ ମହାପ୍ରଭୁଙ୍କର ପାଦ ପଦ୍ମକୁ ଆଶ୍ରୟ କରିଛନ୍ତି, କେବଳ ସେଇମାନଙ୍କୁ ହିଁ କହିବ, ଅଧିକ କାହାକୁ କହିବ ନା। ଏଇ ଗୋସ୍ୱାମୀ ମାନେ ପୂର୍ବରେ କଣ ଥିଲେ ସେମାନେ ଟିକେ ବୁଝିପାରିବେ। ଇ ରୂପମଞ୍ଜରୀଙ୍କର ପୃଷ୍ଠ ରତି ମଞ୍ଜରୀ ବା ଲବଙ୍ଗ ମଞ୍ଜରୀ ଥିଲେ, କିନ୍ତୁ ସନାତନ ଗୋସ୍ୱାମୀଙ୍କ ଦେହରେ ଆଉ ଜଣେ ଆବିଷ୍ଟ ହେଇଥିଲେ। ସେ କହୁଛନ୍ତି ସ୍ୱାଦ୍ୟ ଗୌର ଭିନ୍ନ ତନୁ ସର୍ବାରାଧ୍ୟ ସନାତନ ତମେବ ପ୍ରବିଶତ୍କାର୍ୟ ମୁନିରତ୍ନ ସନାତନ। ଚତୁର୍ସନକ ଯୋଉ ଥିଲେ ବ୍ରହ୍ମାଙ୍କର ଚାରି ପୁତ୍ର, ତା ଭିତରେ ଯୋଉ ସନାତନ, ସେ ସନାତନ ଗୋସ୍ୱାମୀଙ୍କ ଦେହରେ ଆବିଷ୍ଟ। ତେଣୁ ଲବଙ୍ଗ ମଞ୍ଜରୀ ଏବଂ ଏ ସନାତନ ମୁନିରତ୍ନ ସନାତନ, ଯିଏ ବ୍ରହ୍ମାଙ୍କର ଚାରି ପୁତ୍ର ଭିତରେ ଯୋଉ ସନାତନ, ସେ ବି ଆବିଷ୍ଟ। ଏ ସନାତନ ଗୋସ୍ୱାମୀ ତାଙ୍କର ପିତୃ ପରିଚୟ ବହୁତ ବିସ୍ତାର ଭାବରେ ଜୀବ ଗୋସ୍ୱାମୀ ବୃହତ୍ ବୈଷ୍ଣବ ତୋଷଣୀରେ ତାଙ୍କର ସପ୍ତ ପୁରୁଷର ପରିଚୟ ଦେଇଛନ୍ତି। ବ୍ରାହ୍ମଣ ଥିଲେ, ନୈଷ୍ଠିକ ବ୍ରାହ୍ମଣ, କର୍ଣ୍ଣାଟକର ଭରଦ୍ୱାଜ ଗୋତ୍ରୀୟ ବ୍ରାହ୍ମଣ ଥିଲେ। ଏ ସନାତନ ଗୋସ୍ୱାମୀଙ୍କର ପରିଚୟ, ଏଇ ଗୋଟେ ପରିଚୟରେ ଆଉ ପରିଚୟ ଦିଆଯିବ ନା ଜୀବ ଗୋସ୍ୱାମୀ ରୂପ ଗୋସ୍ୱାମୀଙ୍କର। ସର୍ବଜ୍ଞ ନାମକ ଜଣେ ଅତି ପ୍ରସିଦ୍ଧ ଭରଦ୍ୱାଜ ଗୋତ୍ରୀୟ ବ୍ରାହ୍ମଣ ଥାନ୍ତି, ଅତି ପଣ୍ଡିତ। ତାଙ୍କର ପୁତ୍ର ହେଉଛନ୍ତି ଅନିରୁଦ୍ଧ। ସେ ବେଦରେ ପାରଙ୍ଗମ ଥିଲେ ଏବଂ ଅନିରୁଦ୍ଧଙ୍କର ଦୁଇ ପୁତ୍ର ରୂପେଶ୍ୱର ଆଉ ହରିହର। ସେ କର୍ଣ୍ଣାଟକରୁ କିଭଳି ଆସିଲେ ବେଙ୍ଗଲକୁ, ଆମେ ଏ ପୂର୍ବ ପୁରୁଷର ପରିଚୟ ଆମେ ଜାଣିପାରିବା ନା, ଜାଣିପାରିବାନି। ସର୍ବଜ୍ଞଙ୍କର ପୁତ୍ର ହେଲେ ଅନିରୁଦ୍ଧ, ଅନିରୁଦ୍ଧଙ୍କର ପୁତ୍ର ହେଲେ ରୂପେଶ୍ୱର ଆଉ ହରିହର। ହରିହର ଯିଏ ସେ ଶସ୍ତ୍ରରେ ପ୍ରବୀଣ ବ୍ରାହ୍ମଣ ଥିଲେ, କିନ୍ତୁ ଯୁଦ୍ଧ କୌଶଳରେ ପ୍ରବୀଣ ଥିଲେ। କିନ୍ତୁ ରୂପେଶ୍ୱର ଯିଏ ସେ ଶାସ୍ତ୍ରରେ ପ୍ରବୀଣ। କିନ୍ତୁ ଅନିରୁଦ୍ଧ ଦୁଇ ପୁତ୍ରକୁ ସମ୍ପତ୍ତି ବିଭାଜନ କରିଦେଲା ପରେ ଏ ହରିହର କଣ କଲେ ନା ରୂପେଶ୍ୱରଙ୍କ ସମ୍ପତ୍ତିକୁ ଜବରଦସ୍ତି ବାଡି ବସିଲେ। ସେ ତ ଶସ୍ତ୍ରରେ ପ୍ରବୀଣ। ତେଣୁ ହରିହର ବେଦଜ୍ଞ ବ୍ରାହ୍ମଣ ଥିଲେ, ଅତି ନିଷ୍ଠ ବ୍ରାହ୍ମଣ ଥିଲେ। ସେ ଛାଡିକି ପଳେଇଗଲେ, ସେ ପୌରସ୍ତ୍ୟ ଦେଶକୁ ପଳେଇଗଲେ, ସେ ରାଜାଙ୍କ ପାଖରେ ରହିଲେ। ଆଉ ସେ ରୂପେଶ୍ୱରଙ୍କର ଅନିରୁଦ୍ଧଙ୍କର ଦୁଇ ପୁତ୍ର ରୂପେଶ୍ୱର ହରିହର। ହରିହର ରୂପେଶ୍ୱରଙ୍କର ସମ୍ପତ୍ତିକୁ ନେଇଗଲା ପରେ ରୂପେଶ୍ୱର ପୌଲସ୍ତ୍ୟ ରାଜ୍ୟକୁ ପଳେଇଗଲେ। ପୌଲସ୍ତ୍ୟ ରାଜ୍ୟ କୋଉଟା ମୁଁ ଜାଣିପାରୁନି, ମୋର ଏତେ ଜ୍ଞାନ ନାହିଁ। ଆଉ ପୌଲସ୍ତ୍ୟ ରାଜ୍ୟରେ ରହିଥିବା ସମୟରେ ତାଙ୍କର ପୁତ୍ର ହେଲେ ପଦ୍ମନାଭ। ଇଏ ହଉଛନ୍ତି ବହୁତ ବିଦ୍ୱାନ। ଏ ପଦ୍ମନାଭ ସେ ବେଙ୍ଗଲକୁ ଗଲେ, ନୌହାଟି, ସେଇଟା ବୋଧେ ନୌହାଟି, ଆପଣ ମାୟାପୁର ଗଲାବେଳେ ଗୋଟେ ଷ୍ଟେସନ ପଡେନି, ନୌହାଟି ପଡେ ନା?
ନଈହାଟି ଲେଖା ହେଇଛି ସେଟା, ନଈହାଟି ସେଇଠି ହେବ। ଆପଣ ମାର୍କ କରିକି ଯିବେ, ଭାବୁଛି ସେଇ ନଈହାଟି ହେଇଥିବ। ହଁ, ନଈହାଟି ସେମିତି ବେଙ୍ଗଲରେ ମୁଁ ଦେଖି ସେୟା ବି ଲେଖା ହେଇଛି। ଏ ପଦ୍ମନାଭ ଯାଇ ସେ ନଈହାଟିରେ ରହିଲେ। ପଦ୍ମନାଭଙ୍କର 8ଟି କନ୍ୟା 5ଟି ପୁତ୍ର, ସେ ସେଇଠି ନଈହାଟିରେ ବସବାସ କରୁଥିଲେ। ସେ 5 ପୁତ୍ର ଭିତରୁ ତାଙ୍କର ନାମ ହେଲେ ପୁରୁଷୋତ୍ତମ, ଜଗନ୍ନାଥ, ନାରାୟଣ, ମୁରାରୀ, ମୁକୁନ୍ଦ ଦେବ। ଏ 5 ପୁତ୍ର ଭିତରୁ ମୁକୁନ୍ଦ ଦେବ ଯୋଉ ଥିଲେ, ସେ ନୌହାଟିରେ ବସବାସ କରିବା ସମୟରେ ସେ ନୌହାଟିରେ ଗୋଟେ ସଂଗ୍ରାମ, ଧର୍ମ ବିପ୍ଳବ ହେଲା, ବା କେହି କେହି କୁହନ୍ତି ତାଙ୍କ ପରିବାର ଭିତରେ କଳହ ହେଲା। ତେଣୁ ମୁକୁନ୍ଦ ଦେବ ସେଇଠୁ ବାକଲା ଚନ୍ଦ୍ରଦୀପ ଅଛି, ସେ ସେଠିକି ଟ୍ରାନ୍ସଫର ପଳେଇଗଲେ, କହିଲେ ଏଠୁ ପିଲା ଛୁଆଙ୍କୁ ଧରି ସେଠୁ ପଳେଇଗଲେ। କାରଣ ସେ ସମୟରେ ଏତେ ପାଣ୍ଡିତ୍ୟ ତାଙ୍କର ଥିଲା, ସେ ତାଙ୍କ ବ୍ରାହ୍ମଣ ଗୋଷ୍ଠୀ ଭିତରେ ସେ ପ୍ରାୟ ଯଜମାନଗିରି କରୁଥିଲେ। ତେଣୁ ମୁକୁନ୍ଦ ଦେବ ବାକଲା ଚନ୍ଦ୍ରଦୀପକୁ ପଳେଇଗଲା ପରେ ମୁକୁନ୍ଦ ଦେବଙ୍କର ବିବାହ ହେଲେ କେଉଁଠି ନା ଏଇ ଗୌଡ଼ ଦେଶ, ଆମର ଟେଷ୍ଟ ବର୍ତ୍ତମାନ ଯାଇଥିଲେ 77 ମଦନପୁର, ଆମେ ସବୁ ଯାଇଥିଲୁ, ମଦନପୁର ଯାଇଥିଲେ ମୁଁ କହିପାରିବିନି, 77 ଆମେ ଯାଇଥିଲୁ ସବୁ ଟେଷ୍ଟ ନେଇ ରାମକେଳି ଗ୍ରାମ। ବହୁତ ସୁନ୍ଦର ସ୍ଥାନ, ଆଜି ବି ମହାପ୍ରଭୁ ସନାତନଙ୍କର ସଂକେତ ସ୍ଥାନ ଆଜି ଅଛି। ତାଙ୍କର ପଦାଙ୍କିତ ସ୍ଥାନ ରାଧା କୁଣ୍ଡ, ଶ୍ୟାମ କୁଣ୍ଡ, ସନ ମୁସଲମାନଙ୍କ ହୁସେନ ଶାହଙ୍କ ଦରବାରରେ କାମ କରୁଥିବା ବେଳେ ବି ସନାତନ କାର୍ଯ୍ୟ ସାରିକି, ଶେଷ କାର୍ଯ୍ୟ ସରିଯିବ, ରାତିରେ ଫେରିବେ, ମଦନ ମୋହନଙ୍କର ସେବା କରୁଥିଲେ। ଗଙ୍ଗା ଜଳ ପିଇବେ, ମୁସଲମାନଙ୍କୁ ସ୍ପର୍ଶ କରିକି ଆସିବେ ନା, ଗଙ୍ଗା ଜଳ ପାନ କରିବେ, ସତତ ସ୍ତୁତି କରିବେ, ମଦନ ମୋହନଙ୍କର ସେବା କରୁଥିଲେ। ସେଠି ରାଧାକୁଣ୍ଡ, ଶ୍ୟାମକୁଣ୍ଡ, ଲଳିତା କୁଣ୍ଡ, ରୂପସାଗର, ସନାତନ ସାଗର, ବୃକ୍ଷ କଦମ୍ବ ବୃକ୍ଷ ସବୁ କରିଥିଲେ, ବୃନ୍ଦାବନ ପରିବେଶ କରିଥିଲେ। କାରଣ ସେ ଜାଣିଥିଲେ ସମଗ୍ର ଜୀବନ ମତେ ହୁସେନ ଶାହ ଛାଡିବେନି, ଏଇଠି ମୁଁ ବୃନ୍ଦାବନ ପ୍ରକଟ କରି ଭୋଜନ କରିବି। ତାଙ୍କର ମାମୁଁ ଘରଟା ସେ ପାଖରେ, କେଉଁଠି ଇଏ ଯୋଉ ମୁକୁନ୍ଦ ଦେବଙ୍କର ଯୋଉ ବିବାହ ହେଲେ, ସେ ଗୌଡର ରାଜା ହୁସେନ ଶାହ, ଯୋଉଟା ରାମକେଳି ବର୍ତ୍ତମାନ, ସେ ରାମକେଳି ପାଖରେ ବିବାହ ହେଲା। ସେ ଗାଁର ନାମ ହଉଛି ମାଧବପୁର ବା ମୟୂରପୁର, ବର୍ତ୍ତମାନ ତା ନାଁ ଥିଲା ମାଧବପୁର। ସେ ମୟୂର ଗ୍ରାମରେ ପାଖରେ ମୋର ଗ୍ରାମ, ସେଟା ତାଙ୍କର ମାମୁଁ ଘର ହେଲା, କାହାର ରୂପ ସନାତନଙ୍କ। କାରଣ ଏଇ ମୁକୁନ୍ଦ ଦେବଙ୍କର 4 ପୁତ୍ର ମିଳୁଛନ୍ତି। ରୂପ ସନାତନ, ତାଙ୍କର ନାମ ଥିଲା ଅମର, ରୂପଙ୍କର ନାମ ଥିଲା ସନ୍ତୋଷ, ବଳରାମଙ୍କର ନାମ ଥିଲା ଅନୁପ, ଆଉ ଗୋଟିଏ ଭାଇ ଥିଲେ, ତାଙ୍କର ନାମ ଥିଲା ରଘୁନନ୍ଦା। କିନ୍ତୁ ରୂପ ସନାତନ, ଏ ଅମର ଆଉ ସନ୍ତୋଷ, ଏ 2 ଜଣ ମାମୁଁ ଘର ରହି ପଡୁଥିଲେ। କେଉଁଠି? ମୟୁର ଗ୍ରାମରେ, ମାଧବପୁର ଯୋଉଟା, ସେଇଠି ରହିକି ପଡୁଥିଲେ। ଆଉ 1488 ଖ୍ରୀଷ୍ଟାବ୍ଦରେ ସନାତନ ଗୋସ୍ୱାମୀଙ୍କର ଆବିର୍ଭାବ। ଗୃହରେ ଅବସ୍ଥାନ କାଳ 27 ବର୍ଷ, ବ୍ରହ୍ମଚାରୀ, 2 ଭାଇ ବ୍ରହ୍ମଚାରୀ, 27 ବର୍ଷ ରହିଛନ୍ତି। ଅତି ଯାକନ୍ତି ଯୁବକ ଅବସ୍ଥାରେ ସେ ରାଜକାର୍ଯ୍ୟ ପାଇଗଲେ। କେମିତି ରାଜକାର୍ଯ୍ୟ ପାଇଗଲେ ଆମେ ଶୁଣିବା। ଆଉ ବୃନ୍ଦାବନରେ 43 ବର୍ଷ ବାସ କରିଛନ୍ତି। ଆଉ ପ୍ରକଟ କାଳ ତାଙ୍କର 70 ବର୍ଷ। ଆଉ ଯୁବକ ଅବସ୍ଥାରେ ବାଲ୍ୟଲୀଳା ତବେ ଗୋଟେ ଅଛି, ସେଟା କାଲିକି ଶୁଣିବା। ଆଜି ଲୀଳାଟା କହିକି କଥାକୁ ବିଶ୍ରାମ ଦେବା। ବହୁତ ସୁନ୍ଦର ଲୀଳା। ଏ ତ ମାମୁଁ ଘରେ ପଢୁଛନ୍ତି, ଆଉ ଗୁରୁ ତାଙ୍କର ହଉଛନ୍ତି ସନାତନଙ୍କର ଗୁରୁ ଅଛନ୍ତି ବିଦ୍ୟା ବାଚସ୍ପତି, ବହୁତ ପ୍ରସିଦ୍ଧ ଗୁରୁ। ତାଙ୍କ ଥରେ ଭାଗବତ ପଢନ୍ତି ସନାତନ, ମାମୁଁ ଘରେ ରହୁଥିଲେ। କିନ୍ତୁ ଗୋଟିଏ ଦିନର ଘଟଣା, ଇଏ ତ ଭରଦ୍ୱାଜ ଗୋଟିଏ ବ୍ରାହ୍ମଣ, ଇଏ କେମିତି ହୁସେନ ଶାହଙ୍କର କାର୍ଯ୍ୟ କଲେ, ମନ୍ତ୍ରୀ କାର୍ଯ୍ୟ କେମିତି ପାଇଲେ, ମୁସଲମାନଙ୍କ ଦରବାରରେ କିଭଳି ସେ ଚାକିରି ପାଏ। ଆମେ ଯାଇଥିଲୁ ଅବଶ୍ୟ, ସେଟାକୁ ମାର୍କ କରିପାରିଲୁ, ଏବେ ପଢିକି ମୁଁ ମନେ ପଡିଲା। ଆଉ ଯୋଉମାନେ ଯାଇଥିବେ ଦେଖିବେ, ପୋଖରୀ ପାର ହେଲା ପରେ, ଆମେ ଯୋଉ ପୋଖରୀ ପାର ହେଇଥିଲେ, ପୋଖରୀ ପରେ ଗୋଟେ ବହୁତ ବଡ ପିଲର ଅଛି। ଆମେ ତା ପାଖକୁ ଆମେ ଯାଇଥିଲେ, ସମସ୍ତେ ବର୍ତ୍ତମାନ ବୁଲିକି ଆମେ ଯାଇଥିଲେ। ଆମେ ଭିତର ଦେଇ ଗଲେ, ଗେଟ୍ ଦେଇ ଗୋଟେ ପିଲର ପାଖରେ ପହଞ୍ଚିଲେ। ବିଶାଳ ବଡ ପିଲର ଅଛି, ସ୍ତମ୍ଭ, ତାକୁ ମନ୍ଦିରା ସ୍ତମ୍ଭ ବୋଲି କୁହାଯାଏ। ସେଇ କାଳରେ ମୁସଲମାନ ରାଜା ମାନେ ତାଙ୍କ ରାଜଧାନୀ ଭିତରେ ଗୋଟେ ବିଶାଳ ବଡ ସ୍ତମ୍ଭ କରୁଥିଲେ। ସେ ସ୍ତମ୍ଭରେ ଭିତରେ ଯିବା ପାଇଁ ସିଡି ଥିଲା, ତାକୁ ମନ୍ଦିରା ସ୍ତମ୍ଭ ବୋଲି କୁହାଯାଏ। ରାଜା ମାନେ ତାର ଭିତରେ ଯାଇ ସେ ସ୍ତମ୍ଭ ଉପରେ ଠିଆ ହେଇ ବାହାରକୁ ଦେଖୁଥିଲେ। ସଭା ଦେଖନ୍ତି, ଯୁଦ୍ଧ ବେଳେ ସୈନିକ ମାନଙ୍କୁ ଦେଖନ୍ତି, ସେ ସ୍ତମ୍ଭ ନିର୍ମାଣ କରୁଥିଲେ। ହୁସେନ ଶାହ
ସେଇ ମନ୍ଦିର ସ୍ତମ୍ଭ ନିର୍ମାଣ କରିବା ସମୟରେ ତାଙ୍କର କାରିଗର ଥିଲେ ପେରୁସାହ। ସେ କାରିଗର ବହୁତ ଦକ୍ଷ କାରିଗର। ସେ ସ୍ତମ୍ଭଟିକୁ ସେ ମନ୍ଦିର ସ୍ତମ୍ଭଟିକୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ପ୍ରାୟ ହେଇ ଆସିଲାଣି, ଯାହାକୁ ବାହ୍ୟ ଜିନିଷ ଗୁଡାକ ଡେକୋରେସନ ହେଇନି। ରାଜା ଥରେ ଆସିଲେ, ଭିତରେ ସବୁ ଲୀଳା ପଥର ଲାଗିଛି ସ୍ତମ୍ଭର ଭିତରେ ଦେଇ ଉପରକୁ ଉଠିବା ପାଇଁ। ରାଜା ଆସିକି ଦେଖିଲେ ଏତେ ସୁନ୍ଦର ସ୍ତମ୍ଭ, କହିଲେ ପେରୁସାହ ଆଉ ଏଭଳି ସ୍ତମ୍ଭ ତୁମେ ନିର୍ମାଣ କରିଛ, ମତେ ବହୁତ ଆନନ୍ଦ ଦଉଛି। ପେରୁ ସାଧାରଣ ଗୋଟେ କଥା ଅଛି ନା, ଯେ ଗୋଟେ ଭଲ କାମ କିଏ କରିଥିବେ ତାକୁ ଏଇ ବଢିଆ କାମ ଅଛି, ୟାଠୁ ମୁଁ ଭଲ କରିପାରିବି। ପେରୁ ସାହା କହିଦେଲେ ଆଜ୍ଞା, ପ୍ରଶଂସା କହିଲେ ପ୍ରଶଂସା କଲେ ବହୁତ ସୁନ୍ଦର କାମ ହେଇଛି। ପେରୁ କହିଲେ ଆଜ୍ଞା ୟାଠୁ ବି ମୁଁ ସୁନ୍ଦର କାମ କରିପାରିବି। ପ୍ରଶଂସା କଲେ କଣ ୟାଠାରୁ ସୁନ୍ଦର କାମ କରିପାରିବି, କରିଲୁ କାହିଁକି? ମୋର କଣ ଧନର ବାହାର ଥିଲା ନା, ମୁଁ ତ ଟାଇମ ପିରିୟଡ ଦେଇଥିଲି। ପ୍ରଶଂସା ଚିନ୍ତା କଲେ ବୋଧ ହେଇ ଆକୁ ଯଦି ମୁଁ ଛାଡିଦେବି, ଇଏ ଆଉ କେଉଁଠି ଯାଇକି ୟାଠୁ ସୁନ୍ଦର କାମ କରିଦବ। ବହୁ ମୁସଲମାନ ରାଜା ମାନେ ବହୁତ ସୁନ୍ଦର କାମ କାର୍ଯ୍ୟ କଲା ପରେ ସେ କାରିଗରକୁ ମାରିଦିଅନ୍ତି ଏଥିପାଇଁ। କାରଣ ଆକୁ ଛାଡି ଦିଆଯିବ, ୟାଠୁ ସୁନ୍ଦର କାମ କରିବି, ତ ତାଙ୍କୁ ହାତକୁ କାଟିଦେବେ, ମାରିଦେବେ। ହୁସେନ ଶାହ ଆଦେଶ ଦେଲେ, କହିଲେ ପେରୁ ସାହେବ ପାଇଁ ଏଇଟା ହଉଛି ପୁରସ୍କାର। ପେରୁ ସାହା ପାଇଁ କଣ ପୁରସ୍କାର? ତାକୁ ସେ ସ୍ତମ୍ଭ ଉପରୁ ଠେଲିକି ତଳକୁ ପକାଅ। ଆପଣ ଆଜି ଗଲେ ବି ଦେଖିବେ ସେ ସ୍ତମ୍ଭ ମୂଳରେ ଠିଆ ହେଲେ ପାଇବେନି, ତା ଉପରକୁ ଆଖି ଦେଖାବେନି। ଗୋଟେ ପାଖରେ ଗୋଟେ ବିଶାଳ ବଡ ବରଗଛ ଅଛି, 500 ବର୍ଷ ପରେ ବରଗଛ। ଆପଣ ସେଠି ବସିଯିବେ, ନିଦ ଲାଗିବ। ବହୁତ ସୁନ୍ଦର ପରିବେଶ। ଆଜିକାଲି ତ ସରକାର ସେଠି ମାଛ ଚାଷ କରୁଛି। ଯୋଉଟା ରୂପସନାତନଙ୍କର ପଦାଙ୍କିତ ଭୂମି, ହୁସେନ ଶାହଙ୍କର ରାଜ ଦରବାର, ବିଶାଳ ବଡ ସ୍ତମ୍ଭ। ସେ ସ୍ତମ୍ଭ ପାଖରେ ସୁନ୍ଦର ଗୋଟେ ବରଗଛ ଅଛନ୍ତି। ସେ ସ୍ତମ୍ଭକୁ ଆପଣ ଚାହିଁ ପାରିବେନି, ତଳେ ଠିଆ ହେଲା ଆପଣ ଆଖି ପାଇବେନି। ତାରି ଉପରୁ ଠେଲିକୁ ମାରିବା ପାଇଁ ହୁସେନ ଶାହ ଫିରୋଜ ଶାହକୁ ଆଦେଶ ଦେଲେ। ଫିରୋଜ ଶାହ କହିଲେ ଆଜ୍ଞା ମୁଁ ତ ମରିବ ଠିକ ଅଛି, କିନ୍ତୁ ମତେ ଆପଣ ପୁରସ୍କାର ଦେବା ପାଇଁ ପ୍ରଥମେ କହିଥିଲେ। ପୁରସ୍କାର କଣ ଗୋଟେ ଦିଅ, ତୋତେ ହଉଛି ତୁ କଣ ପୁରସ୍କାର ଚାହୁଁଛୁ କହ, ତୁ ମୁଁ ପ୍ରାଣଦଣ୍ଡ ପୁରସ୍କାର ଦେବି ନା, ମତେ ଏଇ ପୁରସ୍କାର ଦିଅନ୍ତୁ, ଏ ସ୍ତମ୍ଭରେ ମୋ ନାଁ ଟା ଟିକେ ଲେଖିଦେବେ। ହୁସେନ ଶାହ କହିଲେ ଠିକ ଅଛି, ତୋ ନାଁ ଟା ଏଠି ଲେଖା ହବ, କିନ୍ତୁ ଠେଲିକି ମାର। ନିର୍ଦ୍ଦୟ ତ ଯବନ ମାନେ ସେ ମନ୍ଦିର ଉପରେ ତାଙ୍କୁ ଠେଲିକି ମାରି ଦିଆଗଲା। କିନ୍ତୁ ସେ ଏଭଳି ଫିରୋଜ ଶାହ କାର୍ଯ୍ୟ କରିଥିଲେ, ସେ ସ୍ତମ୍ଭକୁ ପୂର୍ଣ୍ଣ କରିବା ପାଇଁ କୌଣସି କାରିଗର ଆସିପାଇଁ ସାହସ କରୁନାହାନ୍ତି। ହୁସେନ ଶାହ ହିନ୍ଦ ପିଆଦା, ତାର ଆଗରୁ ସବୁ ପିଆଦା ଶବ୍ଦ ଥାଏ, ହିନ୍ଦ ପିଆଦା, ସେ ମୁସଲମାନ, ତା ନା ହିନ୍ଦ। ତାକୁ ଧରି ଥରେ ଆସିଛନ୍ତି ସେ ସ୍ତମ୍ଭ ପାଖକୁ। ସ୍ତମ୍ଭକୁ ଦେଖି ତାଙ୍କର ଇଚ୍ଛା ହେଲା ଏ ସ୍ତମ୍ଭଟାକୁ କିଏ ପୂର୍ଣ୍ଣ କରିବ। ହିନ୍ଦ ପିଆଦା ସହିତ କଥାବାର୍ତ୍ତା କରୁଛନ୍ତି, ରୂପ ସନାତନକୁ କେମିତି ଆଣିଲେ ଗୋଡ ମାମୁଁ ଘରୁ ପାଖରେ ଯୋଉ ମାଧାଇପୁରରେ ସେ ରହୁଥିଲେ, ସେ ବ୍ରାହ୍ମଣ, କିନ୍ତୁ ଜବରଦସ୍ତି ଆଣିଲେ ତାଙ୍କୁ। କହିଲେ ମୋ ଦରବାରରେ ତୁମେ କାମ କରିବାକୁ ପଡିବ। ହୁସେନ ଶାହ ଏ ମ୍ଲେଚ୍ଛ ଭୟରେ କଣ କରିବି, ପ୍ରାଣଦଣ୍ଡ ଦେଇଦେବେ। ହିନ୍ଦ ପିଆଦାକୁ ଦେଖିଲା, ହିନ୍ଦ ପିଆଦା ଆଉ ହୁସେନ ଶାହ ଦୁଇ ଜଣ ଯାଉଛନ୍ତି ସ୍ତମ୍ଭ ପାଖରେ। ସେତେବେଳେ ହୁସେନ ଶାହ କହିଲେ ହିନ୍ଦ ପିଆଦା କିଛି କଥା ନାହିଁ, ତୁମେ ମୋର ଗ୍ରାମକୁ ଯାଅ, ଏତିକି କହୁଛନ୍। ଏଇ ସମୟରେ ମର୍ସିଦ ନାମକ, ମର୍ସିଦ ମୁଁ କିଛି ବୁଝିପାରୁନି, ବୋଧ ହୁଏ ହୁସେନ ଶାହଙ୍କର ଅତି ଘନିଷ୍ଠ କିମ୍ବା ତାଙ୍କର ଗୋର କିଏ ହେବେ, ସେ ଆସିକି ପହଞ୍ଚିଗଲେ। ସେ ଆସିକି ପହଞ୍ଚିଗଲେ, କେବଳ ଏତିକି କହିଛନ୍ତି ତୁମେ ମୋର ଗ୍ରାମକୁ ଯାଅ। ମୋର ଗ୍ରାମଟା କେଉଁଠି? ଯୋଉଠି ରୂପସନାତନ ରୁହନ୍ତି। ଏଇ ସମୟରେ ମୁର୍ସିଦ ଆସିକି ପହଞ୍ଚିଗଲା ପରେ ହୁସେନ ଶାହ ମୁର୍ସିଦଙ୍କ ସହିତ କଥାବାର୍ତ୍ତା କରୁଛନ୍ତି। ଓବିଏଲ କାପୁର ମଧ୍ୟ ଆଦି କେଶବ ଦାସ ପ୍ରଭୁ ମଧ୍ୟ ଏଇଟା ରଚନା କରିছে ସଂଗ୍ରହ କରିକି ବୃନ୍ଦାବନରେ। ମୁର୍ସିଦ ତାଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ଇଏ ଥର ଚିଖେ ହେଲ୍ପ ପିଆବା, ଆରେ ଏ ସ୍ତମ୍ଭ ପାଇଁ ତ ପେରୁ ମଲା, ମତେ କଣ ମାରିବେ ନା କଣ? ମତେ କହିଲେ ମୋର ଗାଁକୁ ଯାଅ, କାହିଁକି ଯିବି ଏଇଟା କହିଲି। କାରଣ କାହିଁକି ଯିବି କହିବା ସମୟରେ ହିଁ ମୁର୍ସିଦ ଆସିକି ପହଞ୍ଚିଗଲେ। ମୁର୍ସିଦଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ବାରମ୍ବାର ହେଙ୍କୁ ଚାହୁଁଛନ୍ତି। କିଏ? ହୁସେନ ଶାହ ମାନେ କ୍ରୋଧରେ। ଇଏ ସେଠୁ ବୁଝିଲା ରେ, ମୁଁ ଯଦି ବର୍ତ୍ତମାନ ବୁଝେ ନ ବୁଝେ ଯଦି ମୋର ଗ୍ରାମକୁ ନ ଜାଣି କାହିଁକି ଯାଆ, ସେ କଥା ମୋର ଜାଣିବା ଦରକାର। ମୁଁ ମୋର ଗ୍ରାମକୁ ପଳେଇବି, ମତେ ପ୍ରାଣଦଣ୍ଡ ଦେଇଦେବି। ଇଏ ମୋର ଗ୍ରାମକୁ ଗଲା ପରେ ଚିନ୍ତା ତାଙ୍କର, ଦୁଃଖ କାହିଁକି ମୋର ଗ୍ରାମକୁ ଆସିବି, କାହିଁକି ଆସିଛି ମୁଁ ଜାଣିନି, କଣ କାମ ମୁଁ ଜାଣିନି। ରାଜାଙ୍କ ଭୟରେ ପଳେଇ ଆସିବି। ଏ ସମୟରେ
କେଉଁଠି ଭଗବାନଙ୍କର ବ୍ୟବସ୍ଥା ଦେଖନ୍ତୁ। ଜୀବନ ବ୍ୟବସ୍ଥା କଣ, ଭଗବାନଙ୍କର ବ୍ୟବସ୍ଥା କଣ? ଏହି ପ୍ୟାଦା ବୁଲି 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 ଯାଇ ଭରଦ୍ୱାଜ ଗୋତ୍ରୀ ବ୍ରାହ୍ମଣ ମାମୁଁ ଘରେ ଯୋଉ ଅମର ସନ୍ତୋଷ ରହିଛନ୍ତି ତାଙ୍କର ଦ୍ୱାର ମୁହଁରେ ଯାଇ ଠିଆ ହେଇଛି। ଅନାଥ ଭଳିଆ, ପ୍ରାଣକୁ କାହାର ଭୟ ନାହିଁ ଆଜ୍ଞା। ରାଜାକୁ ଏତେ ଭୟ, ଏ ହେଙ୍ଗେ ବୁଲୁଛି, ମନ ଦୁଃଖରେ ବହୁ ସୁଖୀ ହେଇଛି, ଖାଲି କାତର ହେଇକି ବୁଲୁଛି। ସନାତନ ଦେଖିଦେଲେ, ଦରମ ଅମର ଦେଖିଦେଲେ, କହିଲେ ସନ୍ତୋଷ, ସାନ ଭାଇକି ଡାକିଲେ, ରୂପ ନାମ ସନ୍ତୋଷ, ଏ ଲୋକଟି କାହିଁକି ଦୁଃଖରେ ଏମିତି ବୁଲୁଛି? ଦେଖୁ ଏ ଯୁବ 15-16 ବର୍ଷ ତର ବୟସ ଯୁବ, କେତେ ଲୋକ ଏମିତି ଦୁଃଖ ଲୋକ ବଢୁଛନ୍ତି। ଆମ ଦ୍ୱାର ମୁହଁରେ କେହି ଦୁଃଖ ଲୋକ ଯାଉଛି, ଆମେ କଣ ଦେଖିବା, ଆମ ଅନ୍ତରର କେହି ଭାବନା ଆସୁଛି? ସାଧୁକୁ ତିଆରି କରିବାକୁ ପଡିଲ। ମୁଁ ବ୍ରଜରେ ଜଣେ ସାଧୁକୁ ଯାଇଥିଲି ପ୍ରଣାମ ଟିକେ କରିବା ପାଇଁ, ତାଙ୍କର ଗୋଡ଼ ହାତ ଫୁଲିଗଲା, ପ୍ରଣାମ କରିବା ପାଇଁ ଯାଇଥିଲି। ଆଜ୍ଞା ଟିକେ କୃପା କରନ୍ତୁ, ଟିକେ କେମିତି ଭଜନ କରିବି। କହିଲି ବାପା, ସାଧୁ ତିଆରି କରାଯାଏ, ତିଆରି ହେଇକି ସାଧୁ ହେଇପାରିବ? ସାଧୁତା ପ୍ରଭୁ ଦେଇଛନ୍ତି ଯାହାକୁ, ତାର ସାଧୁତା ଆସିବ। ଆଉ ଯାହାକୁ ପ୍ରଭୁ ସାଧୁ କରି ତିଆରି କରିଛନ୍ତି ସେ ସାଧୁ ତିଆରି କରିପାରେ। ଆମ ଚେଷ୍ଟାରେ ଆମେ ସାଧୁ ତିଆରି କରିପାରିବା ନା। ମୁଁ ତାଙ୍କୁ କହିଲି, ତମେ କଣ କରୁଛ? ସେ ଆମର ଓଡିଆ। କହିଲେ ଆଜ୍ଞା ଟିକେ ହରି କଥା କୁହେ। ସେଠି ମତେ ଗୋଟିଏ କଥା କହିଲେ, ସାଧୁ ତିଆରି କରାଯାଏ ନା ବାପା, ସାଧୁତା ତିଆରି କରାଯାଏ ନା। ଭଗବାନ ଯାହାକୁ ଦେଇଥାନ୍ତି ତା ଅନ୍ତରରେ ସାଧୁତା ଥାଏ, ଆଉ ଭଗବାନ ଯାହାକୁ ଦେଇଛନ୍ତି ସେ ସାଧୁ ସାଧୁ ତିଆରି କରିପାରେ। ଆଉ ମୁଁ କିଛି କହିନି, ବୁଝିଗଲି। ସାଧୁତା ଅନ୍ତରରେ ଥାଏ। ରୂପସନାତନ ଯୁବ, କିନ୍ତୁ ଜଣେ ପିଆଦା ମୁହଁ ଶୁଖେଇ ବଳୁଛି ପ୍ରାଣ ଭଣ୍ଡ, କାହିଁକି ଆସିଛି ସେ ଜାଣିନା ମୋର ଗ୍ରାମକୁ। ଏଇଟା ଦେଖିଦେଲେ ଭକ୍ତିବିନୋଦ ଠାକୁର ତାଙ୍କୁ ସିଦ୍ଧାନ୍ତର ଦେଲେ, ଭଜନ କିଏ କରିପାରିବ, କିଏ ଭଗବାନ ପାଇପାରିବ, ସିଦ୍ଧାନ୍ତ ଦେଲେ। କବେ আমি আচারা নালে କରିବା ପ୍ରାଣ
ଭକ୍ତିର ଯୋଗ୍ୟତା ଭକ୍ତର ଯୋଗ୍ୟତା ଦୋଷ ୟା ପରବର୍ତ୍ତୀ ୟା ପରବର୍ତ୍ତୀ ପଦରେ ଅଛି କାନ୍ୟା କାନ୍ୟା ଆମେ যাব ବୃନ୍ଦାବନ ବୃନ୍ଦାବନ ବାସ୍ତିଲର ଯୋଗ୍ୟତା ଭକ୍ତର ଠାକୁର ଦେଇଛି ମୋର ସବୁ ଜୀବ ଦୟା ମୋର କତ ଦିନ হবে ଜୀବନ ଦୁର୍ଗତି ଦେଖି ନୃତକ ଭକ୍ତିଟାକୁ ମାପିବା ପାଇଁ ଯନ୍ତ୍ର ଦରକାର ନାହିଁ ଭକ୍ତି କାହା ଅନ୍ତରରେ କେତେ ଅଛି ସେ ନିଜେ ସାଧକ ଜାଣିପାରିବ এই ସୂତ୍ର ସବୁ ଜାଣିଛ ଅନ୍ୟର ଦୁଃଖ ଦେଖି ଅନ୍ୟର ଦୁର୍ଗତି ଦେଖି ଆମ ଅନ୍ତରରେ ଯେତିକି ଦୁଃଖ ଆସୁଛି ତମର ସେତିକି ସାଧନ ଜାଗ୍ରତ ଅଛି ଅନ୍ୟର ଦୁଃଖକୁ ପୂର୍ଣ୍ଣ ଅବଧାରଣ ନ କଲା ପର୍ଯ୍ୟନ୍ତ ଆମର ସାଧତା ପରିପୃଷ୍ଟ ହବ ହିଁ ପ୍ୟାଦା କାମ ଅଛି ସନାତନଙ୍କର କଣ କାମ କଣ କିମ୍ବା ମୁଖମଣ୍ଡଳ ଦେଖିଦେଲି ସନ୍ତୋଷ ପଚାର ସେ ଲୋକଟା କାହିଁକି ଠିଆ ହଉଛି ତ ମନ ଦୁଃଖରେ ବୋଲୁଛି ସାଧୁତା ମାନଙ୍କର ଅଛି ନା ଯାହାର ସାଧୁତା ଅଛି ସାଧୁର ଅନ୍ତର ଆପଣ ଭଜନଟା ପଢିଲେ ଏତେ ସୁନ୍ଦର ଭଜନ ମୁକ୍ତିନାଥ ଠାକୁର ୟା ପରେ ଲେଖିଛନ୍ତି ତ ସବୁ ଆଚାଣ୍ଡାଳ ପ୍ରଣାମ କରି ସମସ୍ତଙ୍କୁ ଭକ୍ତି ମାଗି ଚାଣ୍ଡାଳ ବି ପ୍ରଣାମ କରି ଭକ୍ତି ମାଗି ସେ ପ୍ରଭୁ କହୁଥିଲେ ଆପଣ ବୈଷ୍ଣବମାନଙ୍କ କୃପା କଥା କହୁଛନ୍ତି ଏଠି ଆପଣ କି ଭାବିବେନି ଯେ ଗୁରୁଦେବଙ୍କର କରୁଣାଟାକୁ ବାଦ ଦିଆକି ବୈଷ୍ଣବମାନଙ୍କର କରୁଣା ଉପରେ ଏମ୍ଫାସିସ୍ କରାଯାଉଛି ନାଇଁ ଏଇଟା ଗୋଟେ ଛତ୍ର ଏଇଟା ଗୋଟେ ଆମର ପ୍ରସଙ୍ଗ ଚାଲିଛି ବୈଷ୍ଣବମାନଙ୍କର କରୁଣା ଆମର କିଭଳି ଆବଶ୍ୟକ ଯେଭଳି ଗୋଟେ ଫାର୍ଷ୍ଟ କ୍ଲାସ ଷ୍ଟୁଡେଣ୍ଟ ପାଇଁ ମ୍ୟାଥମେଟିକ୍ସ ସାଇନ୍ସ ଜିଓଗ୍ରାଫି ସବୁଥିରେ ଫାର୍ଷ୍ଟ କ୍ଲାସ ମାର୍କ ରଖିବାକୁ ପଡେ ସେଭଳି ଜଣେ କୃଷ୍ଣ ପ୍ରେମ ପ୍ରାପ୍ତି ହେବାକୁ ହେଲେ କୃଷ୍ଣ ଭକ୍ତି ପ୍ରାପ୍ତି ହେବାକୁ ହେଲେ ଗୁରୁ ବୈଷ୍ଣବ ସାଧୁ ଭାଗବତ ସମସ୍ତଙ୍କୁ ସମାନ ଦୃଷ୍ଟିରେ ମହତ ଦୃଷ୍ଟିରେ ଦେଖିବାକୁ ପଡିବ ଆମର ଏ ପ୍ରସଙ୍ଗରେ ଭକ୍ତଙ୍କର କଥା ଚାଲିଛି ସେ କହିଲେ ଯଦି ଆମର ସବୁ ବୈଷ୍ଣବଙ୍କୁ ସନ୍ତୋଷ କରିବା ସମ୍ଭବ ନାହିଁ ଯଦି ଜଣେ ବୈଷ୍ଣବ ଆମ ଉପରେ ସନ୍ତୋଷ ନାହାନ୍ତି ତାଙ୍କୁ ଆମେ କେମିତି ସନ୍ତୋଷ କରିବୁ ନା ଯଦି ଜଣେ ବୈଷ୍ଣବ ଆମର କ୍ରିୟାକଳାପରେ ସନ୍ତୋଷ ନାହାନ୍ତି ମାନେ ଆମକୁ ବୁଝିବାକୁ ପଡିବ ଏଇଟା ଆମର ଦୋଷ ଆମର ଦୋଷଟା କିଛି ତାଙ୍କ ନିକଟରେ ପ୍ରକଟ ହେଇଛି ବୋଲି ସେ ଆମର ସନ୍ତୋଷ ନାହାନ୍ତି ପୁଣି ବି ତାଙ୍କୁ ସନ୍ତୋଷ ନ କଲା ପର୍ଯ୍ୟନ୍ତ ବୁଝିବାକୁ ପଡେ ଯେ ଭଗବାନଙ୍କର କରୁଣାଟା ମୋ ପ୍ରତି ବାଧା ରହି ଲାଗିଛି ମୋର କିଛି ଅଭାବ ରହି ନହେଲେ ଭକ୍ତିର ଠାକୁର କାହିଁକି କଥା ଦେଖିଲେ ମୁଁ ଆଚାଣ୍ଡାଳେ ପ୍ରଣାମ କରିବି ଆଉ ସମସ୍ତଙ୍କୁ ମୁଁ କୃଷ୍ଣ ଭକ୍ତି ମାଗେ ଚାଣ୍ଡାଳକୁ ବି କୃଷ୍ଣ ଭକ୍ତି ମାଗିବି ଏ ଚାଣ୍ଡାଳ କଣ କୃଷ୍ଣ ଭକ୍ତି ଅଛି କି ପ୍ରଶ୍ନ କରାଯାଏ ଜୀବ ସ୍ୱରୂପ ଭକ୍ତ ଆଉ ସବୁ ଜୀବକୁ ଦେଖିକି ମୋ ଜୀବନରେ କେତେବେଳେ ଦୟା ଆସିବ ତାଙ୍କ ଦୁର୍ଗତି ଦେଖି ମୋର କେତେବେଳେ ଲୋତକ ପଡିବ ଭକ୍ତି ଠାକୁର ୟା ପଦ ପରପଦରେ ଲେଖୁଛନ୍ତି କାନ୍ଦିଆ କାନ୍ଦିଆ ଆମେ যাব ବୃନ୍ଦା ଏଇ ଦଶାଟା ହେଲା ମାନେ ମୁଁ ବ୍ରଜକୁ ଯିବି ଆଉ ବୃନ୍ଦାବନ ଗଲେ ସେତେବେଳେ ମୋର ଆଉ ଜୀବ ଅପରାଧ ବୈଷ୍ଣବ ଅପରାଧ ଧାମ ଅପରାଧ ଏଟା ଲାଗିବ ଆଜି ରୂପ ଅନୁପମ ଅଙ୍ଗାର ଦେଖିଦେଲେ କହିଲେ ସନ୍ତୋଷ ଡାକିଲ ତମେ ଟିକେ ଡାକିଲେ କି ବାବା ଏମିତି ମନ ଦୁଃଖରେ କାହିଁକି ବୋଲୁଛୁ ନା ଆଜ୍ଞା ମତେ ପ୍ରାଣଦଣ୍ଡ ହୁସେନ ସାହା ଦେବେ ନା କାହିଁକି ପ୍ରାଣଦଣ୍ଡ ଦେବେ ନା ପ୍ରାଣଦଣ୍ଡ ଏଥିପାଇଁ ଦେବେ ମତେ କେବଳ କହିଲେ ତୁମେ ମୋର ଗ୍ରାମକୁ ଯାଅ କାର୍ଯ୍ୟ କହିନାହାନ୍ତି କଣ କାମ କରିବ କାହିଁକି ଆସିବି କିଛି କହିନାହାନ୍ତି ଆଉ ଯଦି ଖାଲି ଫେରାଇ ମତେ ମାରିଦେବେ ସେଥିପାଇଁ ମନ ଦୁଃଖରେ ବୋଲୁଛି ସାଙ୍ଗେ ସାଙ୍ଗେ ଅବର ସମାଧାନ କଲେ ସନ୍ତୋଷ ତାର ଭାବଟାକୁ ଟିକେ ବୁଝିଲ ରୂପ ଗୋସ୍ୱାମୀ ଭାବ ବୁଝିବାର ଦକ୍ଷ ସେଥିପାଇଁ ହୁସେନ ଶାହ ତାଙ୍କର ନାଁ କାଲି ଶୁଣିଲେ ଏଇ ସାକର ମଲ୍ଲିକ ଦବ୍ବିର ଖାସ ଯୋଉ ଶବ୍ଦର ଅର୍ଥ ସେ ସଂସ୍କୃତ ଶବ୍ଦ ହିସାବରେ ଦେଇଥିଲେ ଯଦି ମୁସଲମାନ ନାମ ଦେଇଥିଲେ ତାଙ୍କର ଯୁଦ୍ଧଟା ଦେଖିଦେଲେ କହିଲେ ସନ୍ତୋଷ ୟା ଦୁଃଖର ଖବରଟା ଟିକେ ନେଲ ସନାତନ ଭାରି କୋମଳ ସେ ସମ୍ବଦ ଆଚାର୍ଯ୍ୟ ତ ପ୍ରଜାଙ୍କର ଦୁଃଖ ଦେଖିପାରିବେ ସନାତନ କହିଲେ ଅମର କହିଲେ ସନ୍ତୋଷ ଟିକେ ବୁଝିଲେ ତ କାହିଁକି ତ ମନ ଦୁଃଖରେ ଅଛି ରୂପଦାକୁ ଡାକିଲେ କହିଲେ ବାବା ତମର କଣ ହେଇଛି କାହିଁକି ଏତେ ଭୟ କରୁଛୁ ନା ଏମିତି ମତେ ରାଜା ପଠେଇଲେ କହିଲେ ମୋର ଗ୍ରାମକୁ ଯା କେମିତି ପଠେଇଲେ ରୂପ ଗୋସ୍ୱାମୀ ତୀକ୍ଷ୍ଣ ବୁଦ୍ଧିମାନ ରୂପ ମଞ୍ଜରେ ନା ଦକ୍ଷ କହିଲେ କେଉଁଠି ପଠେଇଲେ ତୁମକୁ ନା ମନ୍ଦିରା ସ୍ତମ୍ଭ ପାଖରେ ଆଚ୍ଛା ପଠେଇଲା ବେଳେ କେଉଁ ପରିସ୍ଥିତିରେ ଥିଲେ ନା ସ୍ତମ୍ଭକୁ ବାରମ୍ବାର ଚାହୁଁଥିଲେ ଆଉ କିଛି କହିନା ନା କିଛି କହିନା ରୂପ ଗୋସ୍ୱାମୀ କହିଲେ ତୁମେ ମୋର ଗ୍ରାମରୁ କିଛି ସୁନ୍ଦର ମିସ୍ତ୍ରୀ କି ମାଗିଯା ରୂପ ଗୋସ୍ୱାମୀ ବୁଝିଦେଲେ ଏ ସ୍ତମ୍ଭଟାକୁ ତିଆରି କରିବା ପାଇଁ ଚାହୁଁଛନ୍ତି ପ୍ରଭୁଙ୍କର ପାର୍ଶ୍ୱଦ ଇଏ କଣ କଲେ ହେଁ ପିଆଦା ଭଲ ଦକ୍ଷ ମିସ୍ତ୍ରୀ ମାନଙ୍କୁ ଧରିକି ଚାଲିଗଲା ପରେ ହୁସେନ ଶାହ ପହଞ୍ଚିଗଲା ପରେ ଖୁସି ହେଇଗଲେ ସାଙ୍ଗେ ସାଙ୍ଗେ ସ୍ୱର୍ଣ୍ଣ ଅଳଙ୍କାର ସବୁ କାଢିକି ହେଁ ପିଆଦାକୁ ଦେଲେ ଏତେ ବୁଦ୍ଧିମାନ
ମୁଁ ତତେ କହିଲି କଣ ଆଣିବୁ ତମେ ଧରିକି ଚାଲି ଆସିଲେ, ତୋ ଭଳି ବୁଦ୍ଧିମାନ କେହି ନାହାନ୍ତି। କିନ୍ତୁ ହିଁ ପିଲାଟା ଦେଖନ୍ତୁ ଆଜ୍ଞା, ପୂର୍ବ କାଳରେ ଜଗନ ହେଲେ ହିଁ ତାଙ୍କର ବିବେକ କିଭଳି। ସେ କହିଲେ ଆଜ୍ଞା ପୁରସ୍କାର ପାଇବା ପାଇଁ ମୁଁ ଯୋଗ୍ୟ ନୁହେଁ। ମତେ ପ୍ରାଣାନନ୍ଦରୁ ଆପଣଙ୍କ ପ୍ରାଣଦଣ୍ଡର ବଂଶୀରେ ଦୁଇ ଭାଇ, ନା କିଏ? ନା ଅମର ଆଉ ସନ୍ତୋଷ। ସେ ମାମୁଁ ଘରରେ ପଢୁଛନ୍ତି ଦୁଇ ଜଣ ସୁକୁମା ବ୍ରହ୍ମଚାରୀ, ଭରଦ୍ୱାଜ ବୃତ୍ତିଆ ବ୍ରାହ୍ମଣ, ତୀକ୍ଷ୍ଣ ବୁଦ୍ଧିମାନ। ସେ ମତେ ବିସ୍ତାରିତ କଥା କହିଲେ। ହୁସେନ ସାହେବ ବୁଝିଦେଲେ, କହିଲେ ଯେ ମୋର ମହାରାମକୁ ବୁଝିବାକୁ ଇଚ୍ଛା କି ସେ କେତେ ଦକ୍ଷ ଘଟିବ। ଆଉ ହୁସେନ ସାହେବ କହିଲେ ଯେତେବେଳେ ତାଙ୍କୁ ମୋରଗାମକୁ ପଠାଉଛନ୍ତି ହେଇ ପିଆଦକୁ, ଯୋଉ ମୁର୍ସିଦି ଆସିଲେ, ମୁର୍ସିଦି ଆସିକି କେବଳ ସେ ଅମର ସନ୍ତୋଷଙ୍କର ଗୁଣଗାନ ହୁସେନ ସାହେବ ପାଖରେ କରୁଛନ୍ତି। ଦେଖନ୍ତୁ ଜଣେ କିଭଳି ଜାଣିବ ଭଗବାନଙ୍କର ଆରେଞ୍ଜମେଣ୍ଟ କଣ। ମୁର୍ସିଦ ବାରବାର କହୁଛନ୍ତି କାହାକୁ? ହୁସେନ ସାହେବକୁ, ତମେ ସେଇ ଅମର ସନ୍ତୋଷ ଦୁଇ ଭାଇଙ୍କୁ ନେଇ ଆସ, ତାଙ୍କୁ ପ୍ରଧାନମନ୍ତ୍ରୀ କରିକି ରଖ। ଏହି ସମୟରେ ହୁସେନ ସାହ କହୁଛନ୍ତି ହିଂ ପିଆଦକୁ, ତୁମେ ଯାଅ ମୋରଗାମ। କିନ୍ତୁ କାହିଁକି ଯାହା କହିନାହାନ୍ତି, କିନ୍ତୁ ମିସ୍ତ୍ରୀ ଧରିକି ଆସିଲା ପରେ ଏହି ଅମର ସନ୍ତୋଷଙ୍କ ନାମ କହିଛନ୍ତି କିଏ ହିଂ ପିଆଦା। ବୁଝିଦେବ ଇଏ ଆଲ୍ଲାହଙ୍କର ଯୋଜନା। ବର୍ତ୍ତମାନ ଆଲ୍ଲାହ ଚାହୁଁଛନ୍ତି ଅମର ଆଉ ସନ୍ତୋଷ ମୋ ଦୁଇ ଜଣଙ୍କର, ଏ ଦୁଇ ଭାଇ ମୋର ପ୍ରଧାନମନ୍ତ୍ରୀ ହେବେ, ମୁଁ ତାଙ୍କୁ ମଜର କରି ରଖିବି। ସାଙ୍ଗେ ସାଙ୍ଗେ ଡାକିଲେ ଓଡିଆ ମନ୍ତ୍ରୀ କେଶବ ଛତ୍ରୀଙ୍କୁ, କହିଲେ କେଶବ ପାଲେଙ୍କି ନେଇକି ଯାଅ। ଆଉ ଦୁଇ ଜଣଙ୍କୁ ଯୁବ ବେଶ ରାଜବେଶ କରିବାକୁ, ଆଉ ସବୁ ସୈନ୍ୟ ମାନଙ୍କୁ ନେଇକି ଯାଅ। ଆଉ କହିଦିଅ ଇଏ ହୁସେନ ସାହେବଙ୍କର ଆଦେଶ, ସେ ଆଉ ଭଙ୍ଗା ତୁଳିଆ ଘରେ ଯୋଉ ଭାଇ ଅମର ସନ୍ତୋଷ ରହିବ। ମୁଁ ତାଙ୍କ ପାଇଁ ରାଜକୋଷ ପ୍ରଦାନ କରିଦେଲି, ଆଉ ରାଜଭବନ ଦେଇଦେଲି, ଦୁଇ ଜଣ ମୋର ମନ୍ତ୍ରୀ ହେବେ। ଯା କାଲି ଶୁଣିବା କେଶବ ଛତ୍ରୀ ଯାଇଛନ୍ତି ରୋଷନାଥଙ୍କୁ ଧରିକି ଆଣିଲେ। ରୋଷନାଥନ ଭୟ କରୁଛନ୍ତି, କଣ କରିବି ଅଛ ଏ ଜଗନ ମାରିଦବ, ପ୍ରାଣ ବିନାଶ କରିଦେଲେ ନଯିବ। ଆଉ ରୋଷନାଥନକୁ ଆଣି ତାଙ୍କୁ ମନ୍ତ୍ରୀ ପଦ ଦେବେ। ତାପରେ ସନାତନ ଗୋସ୍ୱାମୀ ତାଙ୍କ ଜୀବନର ଆରମ୍ଭ ସ୍ୱରୂପ ଅବସ୍ଥା, କେବଳ ଦୈନ୍ୟ ଅବସ୍ଥା, କିଭଳି କାନ୍ଦ କାନ୍ଦେ ମଦନ ମୋହନ ଆପଣ ଗଲେ ଦେଖି ଆସିବେ। ଆମର ଏ ଯାଜପୁର ବ୍ରାହ୍ମଣସି, ତାଙ୍କର ପୂର୍ବପୁରୁଷ ଯାଜପୁର, ସେ ବେଙ୍ଗଲ କଥା କହୁଛନ୍ତି, ଆମେ ଜାଣିଥିଲୁ ସେ ବଡ଼। ଆମେ ଯେତେବେଳେ ଯାଇଥିଲୁ ପ୍ରଥମେ ତାଙ୍କୁ ପଚରା ପଚରି କଲା ପରେ ସେ କହିଲେ ହଁ ମୋ ପୂର୍ବପୁରୁଷ ହଉଛନ୍ତି ଓଡ଼ିଆ। ସେ ଛୋଟ ପିଲା ବେଳୁ ତାଙ୍କ ବାବା ପଳେଇ ଆସିଥିଲେ ତୀର୍ଥ ଭ୍ରମଣ କରିବା ପାଇଁ, ତାଙ୍କ ବାପାଙ୍କୁ ସେଟା ଅଟକାଇ ରଖି ଦିଆଗଲା। ସେତେବେଳେ ଟିକେ ବ୍ରାହ୍ମଣ ନଥିଲେ, ମୁସଲମାନଙ୍କ ଶାସନ ପରେ ସେଟା ଅବହେଳିତ ଅବସ୍ଥାରେ ପଡିଥିଲା। ଏଇ ଯାଜପୁରର ବ୍ରାହ୍ମଣ ଥିଲେ, ତାଙ୍କର ସେ ବର୍ତ୍ତମାନ ମଦନ ମୋହନଙ୍କୁ ସେବା କରୁଛନ୍ତି। ତାଙ୍କର ସେବେତ ବିଗ୍ରହ ସନାତନ ଗୋସ୍ୱାମୀ ସେଠି ମଦନ ମୋହନ ଅଛନ୍ତି, ଆଉ ଜୀବ ଗୋସ୍ୱାମୀ ଗ୍ରାମୀଣ ମହାପ୍ରଭୁ ପ୍ରତିଷ୍ଠା କରିଛନ୍ତି। ରୂପ ସନାତନ ଯାହା ମଣ୍ଡପରେ ଭେଟିଥିଲେ, ସେ ବୃକ୍ଷ ଆଜି ବି ଅଛନ୍ତି, ସେ ମଣ୍ଡପ ଆଜି ବି ଅଛନ୍ତି। ରାମକରେ କହିଲେ ରୂପ ସନାତନ ଗୋସ୍ୱାମୀ କିଭଳି ଆସି ମହାପ୍ରଭୁ ଭେଟିବେ, ମହାପ୍ରଭୁ ସହିତ କିଭଳି ବାର୍ତ୍ତା, ସନାତନ ଗୋସ୍ୱାମୀଙ୍କ ଚରିତ୍ର ବହୁତ ବିସ୍ତାରିତ ଆମେ ଧୀରେ ଧୀରେ ଯିବା, ଯେତିକି ବାଟ ଯିବେ। ତେଣୁ ଏଇଠି ମୁଁ କଥା ବିଶ୍ରାମ ଦଉଛି। ସନାତନ ଗୋସ୍ୱାମୀ ପ୍ରଭୁ କିଏ